So today we are going to study geography chapter number 1 and this is of day 2. Okay, आज होची day 2. तो फास्ट डे रे ଆମେ ପଢିଥିଲେ କେତେ ଯାଏ ନା ଅପ୍ ଟୁ ଏ ଯୋଉ ପୋଲ ଷ୍ଟାର ମାନଙ୍କ ପର୍ଯ୍ୟନ୍ତ ପଢିଥିଲେ ନୁହେଁ କି। ତ ଦେର ଇଜ ଆମର ଯୋଉ ଗ୍ରୁପ ଅଫ 7 ଷ୍ଟାର ଗୋଟେ ସପ୍ତର୍ଷି ମଣ୍ଡଳ ସେ ଗୋଟେ କନଷ୍ଟଲେସନ ଫର୍ମ କରୁଥିଲେ। କ'ଣ ଫର୍ମ କରୁଥିଲେ? ଦେ ଫର୍ମ ଏ କନଷ୍ଟଲେସନ, ମାନେ ଯୋଉଠି ଗ୍ରୁପ ଅଫ 7 ଷ୍ଟାର୍ସ ବା କିଛି ଗ୍ରୁପ ଅଫ ଷ୍ଟାର୍ସ ଗୋଟେ ପ୍ୟାଟର୍ନ ଫର୍ମେସନ କରନ୍ତି ଆମେ ସେଟାକୁ କନଷ୍ଟଲେସନ କହନ୍ତି। ଠିକ ଅଛି, କ'ଣ କହିଲି? ଯୋଉଠି କିଛି ଗ୍ରୁପ ଅଫ ଷ୍ଟାର୍ସ ଗୋଟେ ପ୍ୟାଟର୍ନରେ ଫର୍ମ କରି ରୁହନ୍ତି, ଓକେ, ସେଇଟାକୁ ଆମେ କନଷ୍ଟଲେସନ କହନ୍ତି। ଠିକ ଅଛି, କନଷ୍ଟଲେସନ। ଏଟା ସବୁ ପଢିଥିଲେ। ଠିକ ଅଛି, ଆଉ ଆମର ସେଲେଷ୍ଟିଆଲ ବଡିଜ କୋଉମାନେ? ସେଲେଷ୍ଟିଆଲ ବଡିଜ ହେଲେ ତମର ସନ୍, ମୁନ୍, ବାକି ସବୁ ରାତିରେ ଯୋଉ ରାତିରେ ସବୁ ବ୍ରାଇଟ୍ ସାଇନିଂ ଅବଜେକ୍ଟ ତାହେଲେ ସେମାନେ ହେଲେ ତୁମର କ'ଣ ନା ସେଲେଷ୍ଟିଆଲ ବଡିଜ ତାକୁ ଆମେ କହନ୍ତି ହେଲା। ଆଉ ଷ୍ଟାର୍ସ ମାନେ ଯେଉଁମାନେ ରହିଲେ ସେମାନଙ୍କର ଦେ ହାଭ୍ ଦେୟାର ଓନ୍ ଲାଇଟ୍ ଆଣ୍ଡ ଦେ ଏମିଟ୍ ଇନ୍ ଲାର୍ଜ ଆମାଉଣ୍ଟ, ହେଲା କି ନାହିଁ? ସେମାନଙ୍କ ନିଜର ହିଟ୍ ଆଣ୍ଡ ଲାଇଟ୍ ଅଛି। କାହାର? ନା ଷ୍ଟାର ମାନଙ୍କର। ତ ଠିକ୍ ସେମିତି ସୂର୍ଯ୍ୟ ଆମର ହେଉଛି ଗୋଟେ ନିୟରେଷ୍ଟ ଷ୍ଟାର। ସନ୍ ଇଜ୍ ଏ ଷ୍ଟାର, ଓକେ, ଆଣ୍ଡ ଇଟ୍ ଇଜ୍ ନିୟରେଷ୍ଟ ଟୁ ଅସ୍। ଆଉ କ'ଣ ପଢ଼ିଥିଲେ? ଏଇସବୁ ଜିନିଷ ପଢ଼ିଥିଲେ। ଆଚ୍ଛା, ତାହେଲେ ରାତିରେ ଆମେ ଯେଉଁ ବ୍ରାଇଟ୍ ଅବଜେକ୍ଟ ଦେଖନ୍ତି, ଷ୍ଟାର ଗୁଡ଼ାକୁ ଦେଖନ୍ତି, ସେଗୁଡ଼ାକ ଆମେ ଦିନ ବେଳେ କାହିଁ ଦେଖିପାରନ୍ତି ନାହିଁ? ତାର ମେନ୍ କାରଣ ହେଉଛି ନା ଦିନ ବେଳେ ସୂର୍ଯ୍ୟଙ୍କର ଯେଉଁ ବ୍ରାଇଟ୍ ଲାଇଟ୍ ଅଛି, ବୁଝୁଛି କି ନାହିଁ, ସେଥିପାଇଁ ଆମେ ତାକୁ ଦେଖିପାରନ୍ତିନି। ଯେଉଁ ଉଜ୍ଜଳ ଆଲୋକ ଯୋଗୁଁ ସୂର୍ଯ୍ୟଙ୍କର ଆମେ ଦେଖିପାରନ୍ତି ନାହିଁ, ଓକେ। ଏବଂ ତା ସହିତ ଯେଉଁ ଷ୍ଟାର ମାନେ ରାତି ବେଳେ ଆମେ ଦେଖିବାକୁ ପାରନ୍ତି ସେମାନେ ଆମଠୁ ବହୁତ ଦୂରରେ ଥାନ୍ତି, ବୁଝୁଛି କି ନାହିଁ? ସେ ଷ୍ଟାର ମାନଙ୍କର ଦି ଷ୍ଟାର୍ସ ହାଭ୍ ଦେୟାର ଓନ୍ ଲାଇଟ୍ ଆଣ୍ଡ ହିଟ୍। ସେ ଷ୍ଟାର ମାନଙ୍କର ନିଜର ହିଟ୍ ଆଉ ଲାଇଟ୍ ଅଛି। ଦେଖ, ଯଦି ମୁନ୍ର ବି ସେମିତି ନିଜର ଲାଇଟ୍ ଆଉ ହିଟ୍ ଥାନ୍ତା ତାହେଲେ ମୁନ୍କୁ ବି ଆମେ ଅମାବାସ୍ୟାରେ ଦେଖିପାରନ୍ତେ, କିନ୍ତୁ ଅମାବାସ୍ୟାରେ ଆମେ ମୁନ୍କୁ କାହିଁକି ଦେଖିପାରନ୍ତି ନାହିଁ? ତାର କାରଣ ହେଉଛି ଅମାବାସ୍ୟାରେ ଆମେ ମୁନ୍କୁ ଏଇଥିପାଇଁ ଦେଖିପାରନ୍ତି ନାହିଁ ନା ଅମାବାସ୍ୟା ଦିନ ସୂର୍ଯ୍ୟଙ୍କର କିରଣ ବା ସନ୍ସ ଲାଇଟ୍ ମୁନ୍ ଉପରେ ପଡ଼େ ନାହିଁ। ସେଥିପାଇଁ ଆମେ ଅମାବାସ୍ୟାରେ ବା ଆମେ ଯେଉଁ କହନ୍ତି ଯେଉଁଟାକି ଅମାବାସ୍ୟାଟାକୁ କ'ଣ କହନ୍ତି? ଅମାବାସ୍ୟାଟାକୁ ଆମେ କହନ୍ତି ନ୍ୟୁ ମୁନ୍। ନ୍ୟୁ ମୁନ୍ ସମୟରେ ଆମେ ସନ୍ସ ଲାଇଟ୍ ନ ଦେଖିବାର କାରଣ ହେଉଛି ନ୍ୟୁ ମୁନ୍ରେ ଯେଉଁ ମୁନ୍ ଉପରେ ସୂର୍ଯ୍ୟଙ୍କ କିରଣ କିଛି ପଡ଼େ ନାହିଁ, ସେଥିପାଇଁ ଆମେ ମୁନ୍କୁ ଦେଖିପାରନ୍ତି ନାହିଁ, ଓକେ। କିନ୍ତୁ ଫୁଲ୍ ମୁନ୍ରେ କମ୍ପ୍ଲିଟ୍ କାହିଁ ଦେଖିପାରନ୍ତି? ନା ପୁରା ମୁନ୍ ଉପରେ ଫୁଲ୍ ମୁନ୍ ଦିନ ବା ପୂର୍ଣ୍ଣିମା ଦିନ ସବୁ ଯାକ ଲାଇଟ୍ ପଡ଼ିଯାଏ। କେଉଁଠି? ମୁନ୍ ଉପରେ ସୂର୍ଯ୍ୟଙ୍କର। ଠିକ୍ ଅଛି, ତାହେଲେ ଆମେ ଜାଣିଥିଲେ ଗୋଟେ ଗ୍ରୁପ ଅଫ୍ 7 ଷ୍ଟାର ଯେଉଁଟାକି ସପ୍ତର୍ଷି ମଣ୍ଡଳ ସେ ଗୋଟେ କନଷ୍ଟଲେସନ ଫର୍ମ କରୁଛି, ଓକେ। ସେମିତି ଉଷା ମେଜର ଆଉ ବିଗ୍ ବିୟର ହେଉଛି ଗୋଟେ କନଷ୍ଟଲେସନ। ସପ୍ତର୍ଷି ମଣ୍ଡଳ ତାର ଗୋଟେ ପାର୍ଟ। ଆମର ନର୍ଥ ଷ୍ଟାରକୁ ଆମେ କହନ୍ତି କି ଷ୍ଟାର? ନର୍ଥ ଷ୍ଟାରକୁ କହନ୍ତି ଆମେ ପୋଲ ଷ୍ଟାର। ନର୍ଥ ଷ୍ଟାରକୁ ଆମେ କହନ୍ତି ପୋଲ ଷ୍ଟାର, ଓକେ। ଏବଂ ସେ ପୋଲ ଷ୍ଟାରଟା ଆମକୁ କି ଡିରେକ୍ସନ ଦେଖାଏ? ସେ ପୋଲ ଷ୍ଟାରଟା ଆମକୁ ନର୍ଥ ଡିରେକ୍ସନ ଦେଖାଏ, ଓକେ। ନର୍ଥ ଡିରେକ୍ସନ ଦେଖାଏ, ମନେ ରଖେ ସବୁ, ଠିକ ଅଛି। ଆଚ୍ଛା, ତାହେଲେ ଆମର ଯେଉଁ ପ୍ଲାନେଟ ଶବ୍ଦ ହେଲା, ପ୍ଲାନେଟ ଶବ୍ଦଟା ଗୋଟେ ଗ୍ରୀକ୍ ୱାର୍ଡରୁ ଆସିଛି। ପ୍ଲାନେଟ ମାନେ ଆକ୍ଚୁଆଲି ଗ୍ରହ, ତାକୁ ଓଡ଼ିଆରେ ଗ୍ରହ କହନ୍ତି। ତାହେଲେ ସେ ଯେଉଁ ପ୍ଲାନେଟ ଶବ୍ଦ ଅଛି, ପ୍ଲାନେଟ ୱାର୍ଡଟା ପ୍ଲାନେଟାଇ ନାମକ ଗୋଟେ ଗ୍ରୀକ୍ ଶବ୍ଦରୁ ଆସିଛି। କି ଶବ୍ଦ? ପ୍ଲାନେଟାଇ। ପ୍ଲାନେଟାଇର ମାନେ କ'ଣ? ନା ୱାଣ୍ଡରର୍ସ। ୱାଣ୍ଡରର୍ସ ହେଉଛି ପ୍ଲାନେଟାଇର ମାନେ। ତା ମାନେ ଯେଉଁମାନେ ମୁଭ୍ କରନ୍ତି, ଯେମିତି ପୃଥିବୀ ସୂର୍ଯ୍ୟ ଚାରିପଟେ କ'ଣ କରୁଛି? ଟ୍ରାଭେଲ କରୁଛି, ମୁଭ୍ କରୁଛି, ସିମ୍ପଲ, ଓକେ। ଓକେ, ଆମେ ଯେମିତି ଠିକ୍ ଯେମିତି ମୁନ୍କୁ ଯେମିତି ଆମେ ଦେଖୁଛନ୍ତି, ତ ମୁନ୍ର ସର୍ଫେସରୁ ଏଇଟା ହେଉଛି କିଏ? ଏଇଟା ହେଉଛି ତୁମର ଦିସ୍ ଇଜ୍ ଦ ଆର୍ଥ। ମୁନ୍ର ସର୍ଫେସରୁ ଆମେ ଆର୍ଥକୁ ଏମିତି ଦେଖୁଛନ୍ତି, ମୁନ୍ର ସର୍ଫେସରୁ ଆର୍ଥକୁ ଆମେ ଏମିତି ଦେଖୁଛନ୍ତି। ବାକି ବାକି ଦେଖ ଯାହା ରେଷ୍ଟ ଅଫ୍ ଦ ପ୍ଲେସ୍ ହେଉଛି ପୁରା ବ୍ଲାକ୍, ପୁରା ଅନ୍ଧାର, ଠିକ୍ ଅଛି। ତ ପୃଥିବୀ ବି ସ୍ପେସ୍ରେ ଅଛି, ଆମେ ପୃଥିବୀ ଉପରେ ବସବାସ କରୁଛେ, ବୁଝିପାରୁଛ କି ନାହିଁ? ଏଇଭଳିଆ ଆହୁରି 8ଟା ପ୍ଲାନେଟ ଅଛି ପୃଥିବୀ ଭଳିଆ। ତ ମୁନ୍ ହେଉଛି ପୃଥିବୀର ଗୋଟେ କ'ଣ? ମୁନ୍ ହେଉଛି ପୃଥିବୀର ଗୋଟେ ସ୍ୟାଟେଲାଇଟ୍ ବା କହନ୍ତି ତାକୁ ଆମେ ଉପଗ୍ରହ, ଓକେ। ଓକେ, ତ ମୁନ୍ ହେଉଛି ଗୋଟେ ନ୍ୟାଚୁରାଲ ସ୍ୟାଟେଲାଇଟ୍, ପ୍ରାକୃତିକ ଉପଗ୍ରହ, ବୁଝୁଛି କି ନାହିଁ? ଏମିତି ଆହୁରି ଅନେକ କୃତ୍ରିମ ଉପଗ୍ରହ ମଧ୍ୟ ଅଛି, ଯାହାକୁ ଆମେ କହନ୍ତି ଆର୍ଟିଫିସିଆଲ ସ୍ୟାଟେଲାଇଟ୍, ଠିକ୍ ଅଛି।
ଅନେକ ଆର୍ଟିଫିସିଆଲ ସାଟେଲାଇଟ ପୃଥିବୀ ଚାରିକରେ ଘୁରୁଛନ୍ତି, ଯୋଉମାନେ ରିଭଲ୍ୟୁସନ କରୁଛନ୍ତି ପୃଥିବୀ କରୁଛନ୍ତି, ବୁଝିପାରୁଛ କି ନାହିଁ? ତ ଇଏ ହେଉଛି ଆମର ସନ୍ର ଗୋଟେ ଡାଇଗ୍ରାମ। ସନ୍ ଅଛି, ସନ୍ ଚାରିକରେ ଡିଫରେଣ୍ଟ ପ୍ଲାନେଟ୍ସ ଦେଖ କ'ଣ କରୁଛନ୍ତି, ରିଭଲ୍ୟୁସନ କରୁଛନ୍ତି ବା ତାଙ୍କୁ ଘୁରୁଛନ୍ତି ତାଙ୍କ ଚାରିକର, ଠିକ ଅଛି। ରିଭଲ୍ୟୁସନ କରିବା, ରିଭଲ୍ୟୁସନ ମାନେ କ'ଣ ଆକ୍ଚୁଆଲି, ସନ୍ ଆକ୍ଚୁଆଲି ଏଇଠି ଅଛି ସେଣ୍ଟରରେ, ତା ଚାରିକର ଯେତେ ସବୁ ଗ୍ରହ ଅଛନ୍ତି ତା ସରାଉଣ୍ଡିଂସରେ କ'ଣ କରୁଛନ୍ତି, ଟ୍ରାଭେଲ କରୁଛନ୍ତି, ବୁଝିପାରୁଛ କି ନାହିଁ? ସନ୍ କ'ଣ କରୁଛନ୍ତି, ସନ୍ ଚାରିକର ଇଏ ଟ୍ରାଭେଲ କରୁଛନ୍ତି, କିଏ, ଯେତେ ସବୁ ରହିଲେ ପ୍ଲାନେଟ୍ସ, ହେଲା କି ନାହିଁ? ତ ପ୍ଲାନେଟ୍ସ ମାନଙ୍କର ସବୁଠୁ ନିୟରେଷ୍ଟ ପ୍ଲାନେଟ୍ କିଏ ଅଛି ସନ୍ଙ୍କ ପାଖରେ? ସବୁଠୁ ନିୟରେଷ୍ଟ ହେଉଛି କେତେ, ମର୍କ୍ୟୁରୀ, ତାପରେ ଅଛି ଭେନସ୍, ତାପରେ ଅଛି ଆର୍ଥ, ତାପରେ ଅଛି ମାର୍ସ, ତାପରେ ଅଛି ଜୁପିଟର, ତାପରେ ଅଛି ସତୁର୍ନ, ତାପରେ ଅଛି ୟୁରାନ୍ସ, ତାପରେ ଅଛି ନେପଚ୍ୟୁନ୍, ଠିକ ଅଛି। ଆଉ ଗୋଟେ କଥା ହେଉଛି ସନ୍ ଆମ ପାଖରୁ 150 ମିଲିୟନ କିଲୋମିଟର ଦୂରରେ ଅଛନ୍ତି। ଆର୍ଥ ପାଖରୁ ସନ୍ର ଡିଷ୍ଟାନ୍ସ ହେଉଛି କେତେ ନା 150 ମିଲିୟନ କିଲୋମିଟର। ଓକେ, ସନ୍ରୁ ଆର୍ଥର ଡିଷ୍ଟାନ୍ସ ହେଉଛି 150 ମିଲିୟନ କିଲୋମିଟର, ଓକେ, ଜାଣିଥାଅ। ଓକେ, ତାହେଲେ ଆମ ସୋଲାର ସିଷ୍ଟମରେ କ'ଣ କିଏ 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 ଅଛି? ଆମ ସୋଲାର ସିଷ୍ଟମର ହେଡ୍ ହେଉଛି କିଏ? ସୋଲାର ସିଷ୍ଟମର ହେଡ୍ ହେଉଛି ତୁମର ସନ୍, ତାପରେ ବାକି ପ୍ଲାନେଟ୍ସ ମାନେ ଆଉ ଯେଉଁ ଆଷ୍ଟେରଏଡ୍ସ ଆଉ ମେଟିଅରଏଡ୍ସ ଏମାନେ ହେଲେ ସବୁ କ'ଣ ନା ପ୍ଲାନେଟର ଗୋଟେ ଗୋଟେ ପାର୍ଟ, ଠିକ ଅଛି। ଗଲା, ତାପରେ ହେଉଛି ଏତିକି ଜିନିଷ ଆମେ ଜାଣିଥିଲେ, ଏଇଠୁ ବି ପଢ଼ିବା। ତାହେଲେ ସନ୍ ହେଉଛି ଆମ ସୋଲାର ସିଷ୍ଟମର ସେଣ୍ଟ୍ରାଲ ପାର୍ଟ, ଓକେ, ମୁଖ୍ୟ କେନ୍ଦ୍ରବିନ୍ଦୁ। ସନ୍ ନଥିଲେ ବାକି ପ୍ଲାନେଟ ମାନଙ୍କରେ, ଯଦି ସନ୍ ନଥାନ୍ତା ତାହେଲେ ପୃଥିବୀରେ ଜୀବଜଗତ ବଞ୍ଚିବା ସମ୍ଭବ ହେଇପାରିନଥାନ୍ତା। କାହିଁକି? ସନ୍ ନଥିଲେ ପୃଥିବୀରେ ମନେକର ସନ୍ ପଳେଇଯିବ ଆଉ ଦେଖାଯିବନି ଗୋଟେ ବର୍ଷ କି 6 ମାସ କି ମାସେ, ପୃଥିବୀରେ ଏତେ ଥଣ୍ଡା ପଡ଼ିଯିବ ଯେ ହେଲା, ତ ଜୀବନ ବଞ୍ଚିବା ଅସମ୍ଭବ ହେଇଯିବ, ବୁଝୁଛୁ କି ନାହିଁ? ସେଟା କହୁଛି the sun is in the center of the solar system, ହେଲା, ଆମ solar system ର ସେଣ୍ଟର ହେଉଛି କିଏ, କେନ୍ଦ୍ର ହେଉଛି ସେ sun. It is a huge and made up of extremely hot gases. ବହୁତ ଗୁଡେ ଗରମ ଗ୍ୟାସକୁ ନେଇକି ସନ୍ ତିଆରି। ସନ୍ କୋଉଥିରେ ତିଆରି ନା ଗ୍ୟାସରେ ତିଆରି, ଯେତେ ସବୁ ଷ୍ଟାର ଗୁଡା ସବୁ ଗ୍ୟାସେସରେ ତିଆରି, ଗ୍ୟାସେସରୁ ହିଟ୍ ଆଉ ଲାଇଟ୍ ବାହାରେ। It provides a pulling force that binds the solar system. ହେଲେ ସନ୍ ଗୋଟେ ପୁଲିଂ ଫୋର୍ସ ମାନେ ଟାଣିକି ଧରିଥିବା ଗୋଟେ ଫୋର୍ସ, ସେଇ ଫୋର୍ସ ପ୍ରୋଭାଇଡ କରୁଛି ଯୋଉଥିପାଇଁ କି ସବୁତକ ପ୍ଲାନେଟ୍ସ ଗୁଡା ତା ଚାରିକର ରୋଟେଟ୍ କରୁଛନ୍ତି ବା ରିଭଲ୍ୟୁସନ କରୁଛନ୍ତି, ବୁଝୁଛି କି ନାହିଁ? ଏଗୁଡା ଏତେ ଦୂରରେ ଇଏ କାହିଁକି ରୋଟେଟ୍ କରୁଛି ସନ୍ ଚାରିକର ନା ସେ ଗୋଟେ ପୁଲିଂ ଫୋର୍ସ ତାକୁ ଟାଣିକି ଧରିଛି ଗ୍ରାଭିଟେସନାଲ ପୁଲରେ, ବୁଝୁଛି କି ନାହିଁ? ମହାକର୍ଷଣ ଶକ୍ତି ଆମେ ତାକୁ କହନ୍ତି, ଓକେ। The sun is the ultimate source of heat and light. ତାହେଲେ ଆମେ ଯୋଉ ହିଟ୍ ଆଉ ଲାଇଟ୍ ପାଉଛେ ସେ ହେଉଛି ସନ୍ ହେଉଛି ତାର ସବୁଠୁ ଫାଇନାଲ ସୋର୍ସ, ଓକେ। But that tremendous heat and is not felt so much by us because despite being our nearest star, it is far away from us. The sun is about 150 million kilometer away from the earth. ତାହେଲେ ସନ୍ ଯୋଉ ଏତେ ଦୂରରେ ଅଛି, କେତେ ଦୂରରେ ଅଛି ନା 150 ମିଲିୟନ କିଲୋମିଟର ଦୂରରେ ଅଛି ଆମଠୁ। ତାହେଲେ ସନ୍ଙ୍କର ଯୋଉ ହିଟ୍ ଆଉ ଲାଇଟ୍କୁ ଆମେ କାହିଁକି ଫିଲ୍ କରିପାରନ୍ତି ନାହିଁ, ତାର ମେନ୍ କାରଣ ହେଉଛି ସେ ଆମଠୁ ବହୁତ ଦୂରରେ ଅଛି। ଆମେ ଯଦି ତାର ପାଖକୁ ଯିବା ତାହେଲେ ମାନେ ଜାଳି ପୋଡ଼ି ପାଉଁଶ ହେଇଯିବା, ବୁଝୁଛି କି ଏତେ ହିଟ୍ ଅଛି। ସନ୍ର ଟେମ୍ପରେଚର କେତେ, ବୁଝୁଛି କି ନାହିଁ? ସନ୍ ଏତେ ଦୂରରେ ଅଛି ଆମଠୁ, ଆମେ ତାର ହିଟ୍ ଆଉ ଲାଇଟ୍ ଆମେ କ'ଣ ଫିଲ୍ କରିପାରୁନାହାନ୍ତି। ତ ସନ୍ସ ଟେମ୍ପରେଚର କେତେ? ସନ୍ର ଟେମ୍ପରେଚର ନିୟରଲି 5772 କେଲଭିନ୍। କେତେ ସନ୍ର ଟେମ୍ପରେଚର? ନିୟରଲି ଏବାଉଟ୍ ଆମେ କହିପାରିବା 5600 ଡିଗ୍ରୀ ସେଲସିୟସ୍। ତ ନୋଟିସ୍ କର, ଯଦି ଗୋଟେ ଗରମ ପାଣିର ଟେମ୍ପରେଚର ହେଉଛି କେତେ 100 ଡିଗ୍ରୀ ସେଲସିୟସ୍ ହେଲେ କ'ଣ ହବ? ଆମେ ଯଦି ଗୋଟେ ଗରମ ପାଣିରେ ଆମେ ହାତ ବୁଡ଼େଇ ଦେବା ଆମ ହାତଟା ଫୁଟକା ହେଇଯାଏ, ନୋଟିସ୍ କରୁଥାଅ, ହେଲା କି? ଗରମ ପାଣିରେ କେତେ ନା 100 ଡିଗ୍ରୀ ସେଲସିୟସ୍ ପାଣି ଫୁଟିବା ଆରମ୍ଭ କରେ। ତ 100 ଡିଗ୍ରୀ ସେଲସିୟସ୍ ଯେମିତି ଆଙ୍ଗୁଳି ପୋଡ଼ିବ ତାହେଲେ ଆଙ୍ଗୁଳି ଫୁଟକା ହେଇଛି ପୋଡ଼ିଯିବ। ଯୋଉଠି 5600 ଡିଗ୍ରୀ ସେଲସିୟସ୍, ଏତିକି ଡିଗ୍ରୀ ସେଲସିୟସ୍ରେ କ'ଣ ହବ ୟୁ ଜଷ୍ଟ ଇମାଜିନ୍, 5600 ଡିଗ୍ରୀ ସେଲସିୟସ୍। ତ ସନ୍ର ସରଫେସ୍ ଟେମ୍ପରେଚର ଏତିକି, ବୁଝୁଛି କି ନାହିଁ?
ଆଉ ଏଇ ଯୋଉ ଟେମ୍ପରେଚର ଆମେ ଏଥିପାଇଁ ଫିଲ୍ କରିପାରୁନେ, କାହିଁକି ଫିଲ୍ କରିପାରୁନେ ନା ସେ ଆମଠୁ ବହୁତ ଦୂରରେ ଅଛି। କେତେ ଦୂରରେ ନା 150 ମିଲିୟନ କିଲୋମିଟର ଦୂରରେ ଅଛି। ସିମ୍ପଲ ବୁଝଛ ନା ନାଇଁ ଛୁଆ? ହ୍ୟାଲୋ Yes, sir. 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 ଡାଉଟ୍ Yes, ଅଛି? sir. ଶୁଣ, No, sir. ଯାହାର ଡାଉଟ୍ ଅଛି ରଖିଥାଅ, ମୁଁ ତମକୁ ଲାଷ୍ଟକୁ ପଚାରିବି। ଡାଉଟଟା ଲାଷ୍ଟକୁ ପଚାରିବି, କହିବ। ମୁଁ ବର୍ତ୍ତମାନ ଟିକେ ପଢେଇ ଦିଏ ଆଗେ, ହେଲା କି? Yes, sir. ହଁ, Yes, sir. ଡାଉଟଟା ଯାହା ଅଛି ଲେଖିକି ରଖିଥାଅ, ଠିକ ଅଛି? ମୁଁ କହିବି, Yes, sir. Planet over doubt. Yes, ହଉ sir. କହିବି। ମୁଁ ଆନିମେସନ ଦେଖେଇବି, ପ୍ଲାନେଟ ଦେଖେଇବି, ସବୁ ଦେଖେଇବି, ବ୍ୟସ୍ତ ହୁଅନି। ଡାଉଟଟା ରଖିଥାଅ ଲାଷ୍ଟକୁ, ଓକେ? ଯାହା ବି ଅଛି ଶୁଣ, ତାହେଲେ ମୁଁ ଆଗେ ପଢେଇ ଦିଏ, ପଢେଇଥିଲା ଭିତରେ ଦେଖ ତମ ଡାଉଟ୍ କ'ଣ କ୍ଲିୟର ହଉଛି କି ନାହିଁ। ଓକେ, ବୁଝି ପ୍ଲାନେଟ୍ସ କ'ଣ ନା, ପ୍ଲାନେଟ୍ସ ଓଡ଼ିଆଟା ହଉଛି କ'ଣ ନା ଗ୍ରହ। ପ୍ଲାନେଟ୍ସ ଓଡ଼ିଆ ହଉଛି ଗ୍ରହ, ଆଉ ସାଟେଲାଇଟର ଓଡ଼ିଆଟା ହଉଛି ଉପଗ୍ରହ। ତାହେଲେ କହୁଛି କେତେଟା ପ୍ଲାନେଟ୍ସ ଅଛି? ଦେର୍ ଆର୍ 8 ପ୍ଲାନେଟ୍ସ ଇନ୍ ଆୱାର ସୋଲାର ସିଷ୍ଟମ। ଆମ ସୋଲାର ସିଷ୍ଟମରେ 8ଟା ପ୍ଲାନେଟ୍ସ ଅଛନ୍ତି। ବୁଝି ଇନ୍ ଅର୍ଡର ଅଫ ଦ ଡିଷ୍ଟାନ୍ସ ଫ୍ରମ୍ ଦ ସନ୍। ତାହେଲେ ସୂର୍ଯ୍ୟ ପାଖରୁ ସେମାନଙ୍କର ଦୂରତା କ୍ରମରେ, ସୂର୍ଯ୍ୟ ଠାରୁ ସେମାନଙ୍କର ଦୂରତା କ୍ରମରେ ଯୋଉ ପ୍ଲାନେଟ୍ସ ମାନଙ୍କର ନେମିଂ ଗୁଡା ଏଠି ଦେଇଛି, ହେଲା। ତାମାନେ ପ୍ରଥମେ ଅଛି ସୂର୍ଯ୍ୟଙ୍କ ପାଖରେ ମର୍କ୍ୟୁରୀ, ତାପରେ ଅଛି ଭେନସ୍, ତାପରେ ଅଛି ଆର୍ଥ, ତାପରେ ଅଛି ମାର୍ସ, ତାପରେ ଅଛି ଜୁପିଟର, ତାପରେ ଅଛି ସଟର୍ନ, ତାପରେ ଅଛି ୟୁରାନ୍ସ, ତାପରେ ଅଛି ନେପଚ୍ୟୁନ୍। ତାଙ୍କ ଡିଷ୍ଟାନ୍ସ କ୍ରମରେ ମାନେ ପ୍ରଥମେ ମର୍କ୍ୟୁରୀ, 2 ନମ୍ବରରେ ଭେନସ୍, 3 ନମ୍ବରରେ ଆର୍ଥ, ମାର୍ସ 4 ନମ୍ବରରେ, 5 ନମ୍ବର ଜୁପିଟର, ଇଏ 6 ନମ୍ବରରେ, ଇଏ 7 ନମ୍ବରରେ, ଇଏ 8 ନମ୍ବରରେ। ତାଙ୍କ ଦୂରତା ଅନୁଯାୟୀ, ତାଙ୍କ ଦୂରତା କ୍ରମରେ ଆମକୁ ଦେଇଛି ତାର ଅର୍ଡର, ହେଲା। ଏବଂ ଏଇ ସବୁ ପ୍ଲାନେଟ୍ସକୁ ମନେ ରଖିବ କେମିତି? ସେଥିପାଇଁ ଗୋଟେ ଅଛି ଷ୍ଟେଟମେଣ୍ଟ ଗୋଟେ ଅଛି। ସେ ଯୋଉ ଷ୍ଟେଟମେଣ୍ଟଟା ହଉଛି କ'ଣ ନା ଏଇଟା, ଏଇ ସେଣ୍ଟେନ୍ସ ଅଛି କ'ଣ ସେଟା? ଏଇଟା, ମାଇ ଭେରି ଏଫିସିଏଣ୍ଟ ମଦର ଜଷ୍ଟ ସର୍ଭଡ ଅସ୍ ନଟ୍ସ। କ'ଣ? এইটা যদি মনে রখিদেব তাহলে তুমি ইজিলি তাঙ্ক অর্ডরটা মনে রখিদেব। মাই ভেরি এফিসিয়েন্ট মদর জস্ট সর্ভড অস নটস। যে 4-5 থর কইদেব মনে রহিଯିବ। মাই ভেরি এফিসিয়েন্ট মদর জস্ট সর্ভড অস নট। এম ফর মর্ক্ୟୁରୀ, ভি ফর ভেনাস, ই ফর আর্থ 3 নম্বর রহিলা, এম ফর মার্স, জস্ট ফর জুপিটর, সর্ভড এস ଅଛି প্রথম লেটার ସତୁର୍ନ, ୟୁରାନ୍ସ ରେ ୟୁ ଅଛି ପ୍ରଥମ ଲେଟର ୟୁରାନ୍ସ, ନଟ୍ସ ରେ ଏନ୍ ଅଛି ପ୍ରଥମ ଲେଟର ତାର ନେପଚ୍ୟୁନ୍। ଫାର୍ଷ୍ଟ ଲେଟରଟା ହଉଛି ଇମ୍ପୋର୍ଟାଣ୍ଟ ସବୁଠୁ। ଓକେ, ସରିନି। ତାପରେ କହୁଛି ଶୁଣ, ନୋଟିସ୍ କର, ଏଇଠି ମେନ୍ ପଏଣ୍ଟ ଅଛି। ଓକେ, ଦେଖ ଯେତେ ସବୁ ପ୍ଲାନେଟ୍ସ ହେଲେ ସେମାନଙ୍କ ବିଷୟରେ ପୁଣି ଆହୁରି ଏକ୍ସଟ୍ରା ଇନଫର୍ମେସନ ଦଉଛି କ'ଣ ନା, ଯେତେ ବି ଯୋଉ 8ଟା ପ୍ଲାନେଟ୍ସ ରହିଲା, ଓକେ, all the 8 planets of the solar system move around the sun in a fixed path। କ'ଣ କହିଲି? ଗୋଟେ ଫିକ୍ସଡ ପାଥରେ, ଯେମିତି ତମେ ଘରୁ ସ୍କୁଲକୁ ଯାଉଛ ଗୋଟେ ରାସ୍ତାରେ, ବୁଝିହେଉଛି କି ନାହିଁ? ପାଥ ମାନେ ରାସ୍ତା, ୱେ, ବୁଝୁଛି କି ନାହିଁ? ତୁମେ ଘରୁ ସ୍କୁଲକୁ ଯାଉଛ ଗୋଟେ ରାସ୍ତାରେ, ଠିକ ସେମିତି ଗୋଟେ ଫିକ୍ସଡ ପାଥରେ, ଗୋଟେ ଫିକ୍ସଡ ରାସ୍ତାରେ, ସେ ଫିକ୍ସଡ ପାଥକୁ ଆମେ କହନ୍ତି ଅର୍ବିଟ ବୋଲି। ସ୍ପେସିଆଲି କ'ଣ କହନ୍ତି? ପ୍ଲାନେଟ ମାନେ ଯୋଉ ଫିକ୍ସଡ ପାଥରେ ବା ଯୋଉ ରାସ୍ତାରେ ଟ୍ରାଭେଲ କରନ୍ତି ବା ଯୋଉ ମୁଭ୍ କରନ୍ତି ସୂର୍ଯ୍ୟ ଚାରିପଟେ, ସେ ଫିକ୍ସଡ ପାଥକୁ ଆମେ କହନ୍ତି ଅର୍ବିଟ। ଓକେ, ତାହେଲେ ସବୁ ପ୍ଲାନେଟ୍ସ ଗୁଡା ଆର୍ଥ ଚାରିକରେ ଗୋଟେ ଅର୍ବିଟରେ ରୋଟେଟ୍ କରନ୍ତି ବା ରିଭଲ୍ୟୁସନ କରନ୍ତି। ସେ ଅର୍ବିଟ କ'ଣ ନା ସେ ଫିକ୍ସଡ ପାଥ ଯୋଉ ରାସ୍ତାରେ ସେ ଟ୍ରାଭେଲ କରନ୍ତି। ଦିଜ୍ ପାଥ୍ସ ଆର୍ ଏଲଙ୍ଗେଟେଡ୍। ଏଲଙ୍ଗେଟେଡ୍ ମାନେ କ'ଣ? ଏଲଙ୍ଗେଟେଡ୍ ମାନେ ଆମେ କହିପାରିବା ଏଇ ଟାଇପର, ସର୍କୁଲାର ନୁହଁ, ଲାଗି ନାହିଁ? ସର୍କଲଟା କେମିତି ଦେଖିବାକୁ? ସର୍କଲଟା ଦେଖିବାକୁ ଏମିତି, ବୁଝିପାରୁଛ କି ନାହିଁ? କିନ୍ତୁ ସେ ଏମିତି ନୁହଁ। ଏଲଙ୍ଗେଟେଡ୍ ମାନେ ଇଲିପ୍ଟିକାଲ କହିପାରିବା, ଏଇ ଟାଇପର ଦେଖିବାକୁ, ଏଇ ଟାଇପର ପାଥରେ ସେ ରୋଟେଟ୍ କରନ୍ତି। ଏଇଟା ସର୍କୁଲାର ନୁହଁ, ହେଲା କି ନା? ଏମିତି ତାର ରୋଟେଟ୍ କରୁଥିବେ, ବୁଝିହେଉଛି? ସିମ୍ପଲି ବୁଝି, ଦେ ଆର୍ କଲ୍ଡ ଅର୍ବିଟ୍ସ। ତାହେଲେ ସେ ଏଲଙ୍ଗେଟେଡ୍ ପାଥକୁ, ସେ ଫିକ୍ସଡ ପାଥକୁ ଆମେ କହନ୍ତି ଅର୍ବିଟ୍ସ। ବୁଝି, ମର୍କ୍ୟୁରୀ ଇଜ ଦ ନିୟରେଷ୍ଟ ଟୁ ଦ ସନ୍। ମର୍କ୍ୟୁରୀ ସନ୍ ରୁ ସବୁଠୁ ନିୟରେଷ୍ଟ ମାନେ ସବୁଠୁ ନିକଟତମ, ସବୁଠୁ ପାଖରେ ଅଛି, ସବୁଠୁ କମ୍ ଦୂରତାରେ ଅଛି, ହେଲା କି? which it takes only about 88 days to complete one round along its orbit।
যদি এইটি সନ୍ আসিলা এইটি যদি সନ୍ আসিলা তাহলে মର୍କ୍ୟୁରୀ এইটি ରୋଟେଟ୍ କରୁଛି ଏଇ ଜାଗାରେ ମର୍କ୍ୟୁରୀ ଅଛି ମର୍କ୍ୟୁରୀ ତାହେଲେ ମର୍କ୍ୟୁରୀ ଏଇଠୁ ଷ୍ଟାର୍ଟ କଲା ଏଇଠୁ ତାର ଜର୍ଣ୍ଣି ଆରମ୍ଭ କଲା ଥରେ ସୂର୍ଯ୍ୟ ଚାରିପଟେ ଘୁରିବା ପାଇଁ ସେ ଏଇଠୁ ଆସିଲା ପୁଣି ଏମିତି ଗଲା ଏମିତି ଯାଇକି ଏମିତି ଯାଇକି ସେ ତାର ଏଇ ଯୋଉ ପାଥରେ ଟ୍ରାଭେଲ କରୁଛି ଟ୍ରାଭେଲ କରି ଏଇଠି ଆସି ପହଞ୍ଚିବାକୁ କେତେ ସମୟ ନେଉଛି ନା 28 ଦିନ ନେଉଛି ବୁଝି କି ନାହିଁ ତାହେଲେ ପୃଥିବୀ ସେଇଭଳିଆ ଗୋଟେ ଜାଗାରୁ ଆରମ୍ଭ କରୁଛି ଏଇ ଜାଗାରୁ ଆରମ୍ଭ କରୁଛି ଏମିତି ବୁଲି ଆସି ପୁଣି ସେଇଠି ପହଞ୍ଚିବାକୁ କେତେ ଦିନ ନେଉଛି ନା 365 ଡେଜ୍ ତାହେଲେ ଆମେ ଯୋଉ ଗୋଟେ ବର୍ଷ କହନ୍ତି ଗୋଟେ ବର୍ଷ ମାନେ ସେଇ ପ୍ଲାନେଟଟା ସୂର୍ଯ୍ୟ ଚାରିପଟେ ରିଭଲ୍ୟୁସନ କରିବାକୁ ବା ଘୁରିବାକୁ ଯେତିକି ସମୟ ନିଏ ସେଟାକୁ ଆମେ ଗୋଟେ ବର୍ଷ କହନ୍ତି ବୁଝୁଛି ଭେନସ୍ ଇଜ କନସିଡର୍ଡ ଆଜ୍ ଆର୍ଥସ୍ ଟୁଇନ୍ ଆର୍ଥ ଟୁଇନ୍ ମାନେ କ'ଣ ବୁଝିପାରୁଛ ନା ଟୁଇନ୍ ମାନେ ଯୋଉ ଜାଁଳା ହେଲା କି ନାହିଁ ତାହେଲେ ଆର୍ଥ ଭଳି ଦେଖିବାକୁ କିଏ ନା ଭେନସ୍ ବୁଝିହଉଛି ବିକଜ ତାର କାରଣ ହଉଛି କ'ଣ ନା ତାର ସାଇଜ ଆଉ ସେପ୍ ଭେନସର ଆକାର ସାଇଜ ମାନେ ଆକାର ସେପ୍ ମାନେ ତାର ଯୋଉ ସେ ଯୋଉ ତାର ଗୋଲାକାର ହେଲା ଏକା ଭଳିଆ ସାଇଜ ମାନେ ତାର ଯୋଉ କେତେ ବଡ ସେପ୍ ମାନେ ତାର ଆକାର which they are very much similar to the earth similar ମାନେ କ'ଣ ନା ଏକା ଭଳି ହେଲା ତାହେଲେ ଭେନସର ସାଇଜ ଆଉ ସେପ୍ ଆର୍ଥ ଭଳିଆ ସେଥିପାଇଁ ଭେନସକୁ ଆମେ କ'ଣ କହନ୍ତି ଆର୍ଥର ଟୁଇନ୍ ଆର୍ଥର ଜାଁଳା ଭଉଣୀ କି ଆର୍ଥର ଜାଁଳା ଶୁଭୁଛି କି ନାହିଁ ଆର୍ଥକୁ ଆମେ ମଦର ଆର୍ଥ କହନ୍ତି ନା ଶୁଭୁଛି ନା ନାହିଁ ସେଥିପାଇଁ ବୋଲେ ଏଇଟା ହଉଛି କ'ଣ ନା ଭେନସ୍ ହଉଛି ଆର୍ଥର ଟୁଇନ୍ କ୍ୱେଶ୍ଚନ ଆସିବ ହ୍ୱିଚ୍ ପ୍ଲାନେଟ୍ ଇଜ ଆର୍ଥସ୍ ଟୁଇନ୍ ଆର୍ଥର ଟୁଇନ୍ କିଏ କ'ଣ ଲେଖିବ ତୁମେ ଆର୍ଥର ଟୁଇନ୍ କିଏ ଛୁଆ ଶୁଭୁନି କି ଭେନସ୍ ଠିକ ଅଛି ଆଚ୍ଛା ତାହେଲେ ଆଉ ଗୋଟେ କଥା କୁହ ତାହେଲେ ଯୋଉ ଫିକ୍ସଡ ପାଥରେ କ'ଣ କହିଲି ଯୋଉ ଫିକ୍ସଡ ପାଥରେ ପ୍ଲାନେଟ୍ସ ମାନେ ସନ୍ ଚାରିପଟେ ରିଭଲ୍ୟୁସନ କରନ୍ତି ସେ ଫିକ୍ସଡ ପାଥକୁ କ'ଣ କହନ୍ତି ଠିକ ଯେମିତି ଆମେମାନେ ରାସ୍ତାରେ ଚାଲନ୍ତି ସେମିତି ପ୍ଲାନେଟ୍ସ ମାନେ ମଧ୍ୟ ରାସ୍ତାରେ ଚାଲନ୍ତି ତାଙ୍କ ଚାଲିବା ରାସ୍ତାଟାକୁ ବା ତାଙ୍କ ମୁଭ୍ କରିବା ରାସ୍ତାଟାକୁ ଆମେ ଅର୍ବିଟ କହନ୍ତି ସିମ୍ପଲ ଓକେ ବୁଝୁଛି କି ନାହିଁ ଦେଖ ଆଉ ଗୋଟେ କଥା ହଉଛି କ'ଣ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ତାହେଲେ ସିଏ ନୋ ଡାଉଟ୍ ପୃଥିବୀ ବା ଯେତେ ପ୍ଲାନେଟ୍ସ ହେଲେ ସୂର୍ଯ୍ୟ ଚାରିପଟେ ରିଭଲ୍ୟୁସନ କରୁଛନ୍ତି ପୃଥିବୀ ଦେଖ ମୁଁ ଗୋଟେ ଆନିମେସନ ତମକୁ ଦେଖେଇବି ଯେତେ ପ୍ଲାନେଟ୍ସ ରହିଲା ସେ ସନ୍ ଚାରିପଟେ କ'ଣ କରୁଛନ୍ତି ରିଭଲ୍ୟୁସନ କରୁଛନ୍ତି ରିଭଲ୍ୟୁସନ ମାନେ କ'ଣ ଏଇଠି ଯୋଉ ପ୍ଲାନେଟଟା ଅଛି ଏଇଠି ଥିଲା ସୂର୍ଯ୍ୟ ଚାରିପଟେ ବୁଲି ଆସିକି ଏଇଠି ପହଞ୍ଚିଲା ଏଇଟା କ'ଣ ରିଭଲ୍ୟୁସନ ବୁଝିହଉଛି ତମ ବାବା କିମ୍ବା ମାମାକୁ ତୁମେ ଛିଡ଼ା କରିଦେବ ତାଙ୍କ ଚାରିକରେ ତୁମେ ଘୁରି ଆସିବ ସେଇଟା କହିବେ ରିଭଲ୍ୟୁସନ ବୁଝିହଉଛି କି ନାହିଁ ତାହେଲେ ଯେତେ ପ୍ଲାନେଟ୍ସ ହେଲେ ସେ ସୂର୍ଯ୍ୟଙ୍କ ଚାରିପଟେ ରିଭଲ୍ୟୁସନ କରିବା ସହିତ ନିଜର ଆକ୍ସିସ୍ ଚାରିପଟେ ସେମାନେ ରୋଟେସନ କରନ୍ତି ରିଭଲ୍ୟୁସନ କାହା ଚାରିକରେ କରନ୍ତି ନା ସନ୍ ଚାରିକରେ କରନ୍ତି ହେଲା କି ନାହିଁ ଏହା ସହିତ ସେମାନେ ଆଉ କ'ଣ କରନ୍ତି ନା ନିଜର ଆକ୍ସିସ୍ ଚାରିପଟେ ସେମାନେ କ'ଣ କରନ୍ତି ନିଜ ଆକ୍ସିସ୍ ଚାରିପଟେ ସେମାନେ ରୋଟେସନ କରନ୍ତି କ'ଣ କରନ୍ତି ରୋଟେସନ ଓକେ ଏଇ ଯୋଉ ରୋଟେସନ ଯୋଗୁ ବା ନିଜର ଆକ୍ସିସ୍ ଚାରିପଟେ ଯୋଉ ଘୂର୍ଣ୍ଣନ ଯୋଗୁ ରୋଟେସନ ଓଡ଼ିଆଟା ହଉଛି ଘୁରିବା ହେଲା କି ନାହିଁ এই ঘূর্ণন যোগু আমার কোণ হুয়ে না দিন রাতি হুয়ে ডে নাইট হুয়ে যেতে সবু আমার আর্থ প্ল্যানেট রহিলা বা যেতে সব প্ল্যানেট তাকে নিজ আক্সিস চারিপটে ରୋଟେଟ୍ କରନ୍ତି ହେଲା କି ନାହିଁ ସେଥି ଯୋଗୁଁ ଆମର ଡେ ନାଇଟ୍ ହୁଏ এই ରିଭଲ୍ୟୁସନ କରୁଥିବା ଯୋଗୁଁ କ'ଣ ହୁଏ ନା ଋତୁ ପରିବର୍ତ୍ତନ ହୁଏ ବା ସିଜନ ଚେଞ୍ଜ ହୁଏ ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଯୋଉ ଋତୁ ପରିବର୍ତ୍ତନ ହୁଏ এটা କାହା ଯୋଗୁଁ ହୁଏ ନା ରିଭଲ୍ୟୁସନ ଯୋଗୁଁ ହୁଏ ଠିକ ଅଛି ଆମେ ଦେଖିବା ଚାପ୍ଟର 3 ରେ ଆର ଆନିମେସନ ଅଛି ମୁଁ ତୁମକୁ ଦେଖେଇବି ହେଲା କି ନାହିଁ ଚାପ୍ଟର 3 ଯୋଉ ବିଷୟ ଅଛି ସେଥିରେ ଆମେ ପଢିବା ପୁଣି ରିଭଲ୍ୟୁସନ କେମିତି ରୋଟେସନ କେମିତି ହେଉଛି ହେଲେ ଏତିକି ଜାଣିଥାଅ ରୋଟେସନ ଯୋଗୁଁ ଆମର ଦିନ ରାତି ହୁଏ ଆଉ ରିଭଲ୍ୟୁସନ ଯୋଗୁଁ କ'ଣ ହୁଏ
ନା ଋତୁ ପରିବର୍ତ୍ତନ ବା ସିଜन ଚେଞ୍ଜ ହୁଏ। ଠିକ ଅଛି, ଦେଖ ଯେତେବେଳେ ପୃଥିବୀ ସୂର୍ଯ୍ୟ ପାଖକୁ ଯିବ ସେତେବେଳେ ଆମେ କ'ଣ ଫିଲ୍ କରିବା? ଜଣେ ସୂର୍ଯ୍ୟ ପାଖକୁ ଯିବ ସେତେବେଳେ ଥଣ୍ଡା ଫିଲ୍ କରିବ ନା ଗରମ ଫିଲ୍ କରିବ? କୁହ। ଗରମ ଗରମ ଫିଲ୍ କରିବ। ବୁଝିପାରୁଛ କି ନାହିଁ? ଗରମ ସାର୍ ହେଲା କି ନାହିଁ? ଯେତେବେଳେ ସୂର୍ଯ୍ୟ ପାଖରୁ ଦୂରେଇ ଯିବା, ଯେତେବେଳେ ସୂର୍ଯ୍ୟ ପାଖରୁ ଦୂରେଇ ଯିବା ଥଣ୍ଡା ଫିଲ୍ କରିବା। ଶୁଭୁଛି କି ନାହିଁ? ମନେକର ଭାବ ଏଇଠି ଗୋଟେ, ମୋ କଥା ଟିକେ ଶୁଣ, ଏଇ ଯୋଉ ଡାଇଗ୍ରାମଟା ମୁଁ କରିଛି ସେଇ ଡାଇଗ୍ରାମଟାକୁ ନୋଟିସ୍ କର। ତ ପୃଥିବୀର 4ଟା ପୋଜିସନ ମୁଁ ତମକୁ ଦେଖେଇବି, ହେଲା ନାହିଁ? ମନେକର ପୃଥିବୀର ଅର୍ବିଟ ହଉଛି ଏଇଟା, କ'ଣ କହିଲି? ଏଇଟା ହଉଛି ପୃଥିବୀର ଅର୍ବିଟ। ଏଇ ଜାଗାରେ ପୃଥିବୀଟା ଅଛି। ଆଟ୍ ଦିସ୍ ପ୍ଲେସ୍ ପୃଥିବୀ ଇଜ୍ ହିୟର। ଯଦି ପୃଥିବୀଟା ଏଇଠି ଅଛି, ନୋଟିସ୍ କର ଗୋଟେ ଜିନିଷ କ'ଣ କହୁଛି, ତାହେଲେ ସନ୍ଟା ରହିଲା ମଝିରେ। ତାହେଲେ କୁହ ଏଇଠି ଅଛି ଆର୍ଥ। ବର୍ତ୍ତମାନ ଆର୍ଥ ଏଇଠୁ ସନ୍ ଭିତରେ ଯେତିକି ଡିଷ୍ଟାନ୍ସ ହଉଛି, ଆର୍ଥ ଯେତେବେଳେ ଏଇଠି ଥିବ, এইটা হচ্ছে পজিশন এ, এইটা হচ্ছে আর্থর পজিশন বি। তাহলে কোউ পজিশনে আর্থ সন র পাখরে আছে কইল? এ পজিশন আছে না বি পজিশন আছে? কোউ পজিশন আছে? এ পজিশন রে। তাহলে তাহলে এইটি কোন হবে না, এই যে যেতেବେଳେ সে এ পজিশন রে আছে সেতেବେଳେ আমি অধিকা কোন ফিল করিয়া? গরম ফিল করিয়া বা আমি সমর সিজন ফিল করিয়া। এই 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 পৃথিবীর পজিশন এই জায়গায় আসিଯିବ, ଆମେ କୋଲ୍ଡ ଫିଲ୍ କରିବା ବା ଆମେ ୱିଣ୍ଟର ଫିଲ୍ କରିବା, ଥଣ୍ଡା ଲାଗିବ। କାହିଁକି ନା ପୃଥିବୀରୁ ସୂର୍ଯ୍ୟ କ'ଣ ଅଛି? ବହୁତ ଅଧିକା ଡିଷ୍ଟାନ୍ସରେ ଅଛି। ଠିକ এইଭଳି କିଛି ପାଥରେ ଆକ୍ଚୁଆଲି ସେମାନେ ଟ୍ରାଭେଲ କରନ୍ତି। ଓକେ, ଦେଖିବା ଚାପ୍ଟର 3ରେ ପଢିବା, ତାର ଆନିମେସନ ଦେଖିବା। ଠିକ ଅଛି, ଦେଖ ତାହେଲେ ଆମେ ଜାଣିଲେ ଭେନସ୍ ହେଉଛି ଆର୍ଥର ଟ୍ୱିନ୍। ହେଲା, ତାହେଲେ ଯୋଉ ପ୍ଲାନେଟ୍ସ ମାନେ ଯୋଉ ଫିକ୍ସଡ ପାଥରେ ଟ୍ରାଭେଲ କରନ୍ତି ସେ ଫିକ୍ସଡ ପାଥକୁ ଆମେ କହନ୍ତି ଅର୍ବିଟ। ତାହେଲେ ଗୋଟେ ଥିଲା ଆମର କ'ଣ, ଗୋଟେ ପ୍ଲାନେଟ ଥିଲା ତାକୁ ପ୍ଲୁଟୋ କହୁଥିଲେ। ହେଲା କି ପ୍ଲୁଟୋ ଗୋଟେ ପ୍ଲାନେଟ ଥିଲା, ତୁମେ ଛୁଆବେଳେ ପଢିଥିବ। ବଟ୍ 2006ରେ କ'ଣ ହେଇଛି, ସେ ଆମ ଅର୍ବିଟରୁ ବା ସେ ଯେଉଁ ଆମର ସୋଲାର ସିଷ୍ଟମର ଅର୍ବିଟରୁ ଆକ୍ଚୁଆଲି ଗୋଟେ ପଳେଇଲା। ହେଲା କି ନାହିଁ? ସେ ସନ୍କୁ ଯୋଉ ରୋଟେଟ୍ କରୁଥିଲା, ସନ୍ ଚାରି ଯୋଉ ରିଭଲ୍ୟୁସନ୍ କରୁଥିଲା ଆଉ କଲା ନାହିଁ। ସନ୍ର ଯୋଉ ଅଛି କ'ଣ ଗ୍ରାଭିଟେସନାଲ ପୁଲର ସେ ଯୋଉ ଫୋର୍ସର ବାହାରକୁ ସେ ପଳେଇଲା। ସିମ୍ପଲ which till recently August 2006 Pluto was also considered a planet, which however in a meeting of the International Astronomical Union a decision was taken. Pluto, like other celestial objects in the Ceres 2003 UB313 that discovered in recent past may be called dwarf planets. तो प्लूटो को गोटे कौन कहगला? प्लूटो को गोटे ड्वार्फ प्लानेट कहगला। से आम सोलार सिस्टम रे इनक्लूड करागला नहीं। बुझुची? प्लूटो सहित आ गोटे किए? प्लूटो सहित आ गोटे होची सेरेस, SCERES। बुझुची कि नहीं? ठीक सेमती आ गोटे होची कौन 2003 गोटे होची UB313 से प्लानेट नाटा 2003 UB313 ये गोटे प्लानेट ना, सेरेस गोटे प्लानेट ना। एमानक सब कौन कहगला? एमानक कहगला ड्वार्फ प्लानेट्स। की प्लानेट्स? ड्वार्फ प्लानेट्स। ड्वार्फ माने कौन? से माने आम सोलार सिस्टम रे नहांती, तांको हमें इनक्लूड करूने। है कि नहीं? आमर आगुर 9 प्लानेट्स थिला। ठीक है, तापर पढ़िया कौन क्या विषय ना, आर्थ विषय पढ़िया। देखो आर्थ इज द थर्ड नियरेस्ट प्लानेट टू द सन। समझ कि नहीं? नोटिस करो ये जो डायग्राम ये अच्छी, देखो ये डायग्राम इंपोर्टेंट, से अनेक गुटे माने गोटे इंपोर्टेंट इनफॉरमेशन ये सब देछि। आउ थोर नै आसी एटा को देखो। प्रथम किए अच्छी सूर्य पाखे? प्रथम अच्छी मर्क्यूरी, तापर अच्छी भेनस, 3 नंबर अच्छी जाकि आर्थ। लगे नहीं डिस्टेंस वाइज? ताले से कथा कहूची द आर्थ इज द थर्ड नियरेस्ट प्लैनेट टू द सन इन साइज। साइज माने तांकर शेप, तांकर आकार। समझ कि नहीं? केते बड़
कोटा को प्लानेट केते बड़ ए डायग्राम रे हम कहि परिबा को प्लानेट सबटु बड़ जुपिटर होची सबटु बड़ बुझियो कि नहीं तो से साइज अनुसार अर्थ होची फिफ्थ लार्जेस्ट माने अर्थ केते बड़ ना फिफ्थ लार्जेस्ट प्लानेट होची साइज अनुसार डिस्टेंस अनुसार केते बड़ डिस्टेंस अनुसार सूर्य ठारू केते दूर रे से अछि तो डिस्टेंस अनुसार अर्थ होची थर्ड हैला कि नहीं आ साइज को नहीं कि केते आकार रे केते बड़ से ताकू नहीं कि अर्थ होची केते ना फिफ्थ लार्जेस्ट बुझियो जी इट इज स्लाइटली फ्लैटेंड एट द पोल्स स्लाइटली फ्लैटेंड माने बुझ परछ कि नहीं में से जो माने ऑरेंज खाइथिबो कमला खाइथिबो देखथिबो कमला हैला कि नहीं कमला रो देखिबो जो जो बट्टा हमें धरंती हैला तार गोटे टॉप जोटा फिर लागे दिबो डेम्फरे आ तो तळ पट्टा हल्का टिके चेप्टा हिन दिबो एई टाइप रे हिन दिबो एई टाइप रे हिता हैला कि नहीं तार साइड टा एई टाइप पुचुकी बाहर जाई थे ताल ठीक अर्थ रो शेप टा से टाइप रो तार पोल्स पाखर टिके फ्लैट हिते से कंप्लीटली को राउंड हिन था बुझिना नहीं से कंप्लीटली राउंड हिन था अर्थ ओके कुछ दैट इज व्हाई इट्स शेप इज डिस्क्राइब्ड एज अ जियोइड जेहेतु पोल पाखरे से टिके स्लाइटली फ्लैट हेक था फ्लैट माने समतल सेति पई आमे अर्थ को गोटे जियोइड कहंती कोन कहंती जियोइड माने अर्थ लाइक शेप्ड हला पृथ्वी भली शेप आकार जियोइड रे माने कोन होची जियोइड रे माने होची अर्थ लाइक शेप्ड क्वेश्चन पुट व्हाट इज द मीनिंग ऑफ जियोइड जियोइड मींस अर्थ लाइक शेप्ड ओके जियोइड रे माने कोन छुआ व्हाट इज द मीनिंग ऑफ जियोइड Earth like shape, sir. सुनो Earth like shape. ताले क्वेश्चन आसीबो व्हाई अर्थ इज कॉल्ड एज जियोइड हमें अर्थ को कोन पे जियोइड कहंती तार कारण होची ना इट इज स्लाइटली फ्लैटेंड एट द पोल्स पृथ्वीटा टिके फ्लैट हेतिबार पोल्स पाखरे फ्लैट माने समतल फ्लैट एटा होची राउंड फ्लैट माने ए टाइप टिके हल्का हेतिबो ए पोल्स पाखरे से टिके राउंड न हेकी ए टाइप टिके हेतिबो पोल्स पाखरे फ्लैट अछि से फ्लैट हेजी बोली पोल्स पाखरे से बेटा हम कोन कहंती अर्थ को ना अर्थ को जियोइड कहंती ओके माने अर्थ शेप टा हम कहंती जियोइड शेप काहे कि बिकॉज़ तार शेप होची इट इज स्लाइटली फ्लैटेंड एट द पोल्स पोल्स पाखरे टिके से समतल हे जाई हल्का बुझियो जी सिंपल तापर आउरी अनेक जिंस अछि कोन अछि देखो ना देखो प्रथम कथा होची जीवन बंचिबा संभव कोठी ना जीवन बंचिबा संभव होची केवल अर्थ रे हला कि नहीं कने बंचिबा पई जो सब फेवरेबल कंडीशन दरकार से कंडीशन कोठी अछि से कंडीशन केवल अर्थ रे अछि सोची काहे कि ना अर्थ रे हमर सब इंपोर्टेंट जिंस गोटे अछि सेटा होची हमर ऑक्सीजन से ऑक्सीजन नथिले हम बंचिबा असंभव हो जानता तेणु जेहेतु फेवरेबल कंडीशन माने कौन जेमि ऑक्सीजन गोटे पानी जे हम पीवा न पाइबा तले मरिबा फाइनल तले किसी जो कुछ लाइफ सपोर्टिंग गैसेस ऑक्सीजन लाइफ सपोर्टिंग थिंग जेमि वाटर तो ए सब जिंस एक्चुअली अर्थ रे अवेलेबल दिवारु अर्थ रे जीवन संभव होची हला सेति पे बिकॉज़ ऑफ दिस रीजंस द अर्थ इज अ यूनिक प्लैनेट इन द सोलर सिस्टम अर्थ होची पृथ्वी रे विश्व रे हम प्लैनेट हम सोलर सिस्टम रे गोटे यूनिक प्लैनेट हला अर्थ बड़ी प्लैनेट आउ ना बुझियो जी तले फ्रॉम द आउटर स्पेस रु द अर्थ अपीयर्स ब्लू बिकॉज़ तार कारण होची काहे कि ब्लू देखा जाए तार कारण होची अर्थ 3 भाग रु 2 भाग अंश 2/3 माने 3 भाग रु 2 भाग अंश कोउतरे कवर होई गेछि ना वाटर रे कवर होई गेछि जेतु एते बड़ भाग अर्थ रे वाटर अछि सेति पई अर्थ रे दूर को लागे ना हमको ब्लू लागे बुझियो जी सेति पई अर्थ को मध्ये हम कोन कहंती ना जेहेतु अर्थ रे दूर ब्लू देखा जिवे स्पेस रु तक हम कहंती मध्ये ब्लू प्लैनेट कोन कहंती ब्लू प्लैनेट तले ब्लू प्लैनेट का कहंती ब्लू प्लैनेट ए देखो एटी डाउट अछि डाउट रखते हम मोटे पढ़े सारे कि जिंस कहबे ला व्यस्त होनी कथरी सुनो देखो एटा हो देखो अर्थ दूर केम देखा हो ब्लू देखा हो मून रू अर्थ ला केम देखा हो ना पूरा ब्लू देखा हो
ବୁଝିଲ ନା ନାଇଁ? ମୁନ୍ରୁ ଏଇଟା ମୁନ୍ରୁ ଫଟୋ ନିଆଯାଇଛି ସେ କିଛି ଇନଷ୍ଟ୍ରୁମେଣ୍ଟ ମାଧ୍ୟମରେ ବୁଝୁଛି? ଏଇଟା ଆମକୁ ବ୍ଲୁ ଦେଖାଯାଉଛି ସିମ୍ପଲ। ଓକେ, ଗଲା। ଆହୁରି ଜିନିଷ ଅଛି, ଆହୁରି ବଢିଆ ବଢିଆ ଜିନିଷ ଅଛି, ସରିନି ଏଯାଏଁ। ଓକେ, ଦେଖ ଏଇଠି ଆମକୁ ଦେଇଛି, ଏଇ ଯୋଉ ଡାଇଗ୍ରାମ ଦେଇଛି, ଏ ଡାଇଗ୍ରାମର ତଳେ କେତେ ବଢିଆ ବଢିଆ ଜିନିଷ ଅଛି ଦେଖ। କୋଉ ଡାଇଗ୍ରାମ? ଏଇ ଯୋଉ ଡାଇଗ୍ରାମ ଦେଇନି, ଦିସ୍ ଡାଇଗ୍ରାମ। ମୋ କଥା ଶୁଣ, କଥା ହେଲା କଣ ନା ସ୍କ୍ରିନ୍ ଟିକେ ଲାଗିଗଲା ବୋଲି ମୁଁ ଟିକେ ତୁମକୁ ପଜ୍ କରିଦେଲି। ଓକେ, ତ ଆର୍ଥକୁ ଆମେ କହନ୍ତି ବ୍ଲୁ ପ୍ଲାନେଟ୍। ଆହୁରି ମଧ୍ୟ ବହୁତ ବଢିଆ ବଢିଆ ଜିନିଷ ଅଛି ଆମେ ପଢିବାକୁ। କଣ କଣ ଅଛି? ସରିନି, ଜିନିଷ ସରିନି ହେଲା। ଏଇ ଯୋଉ ଡାଇଗ୍ରାମରେ ଅନେକ ଜିନିଷ ଛୁପିକି ଅଛି। କୋଉ ଡାଇଗ୍ରାମ? ଏଇ ଡାଇଗ୍ରାମରେ। ନୋଟିସ୍ କର, ଏଇଠି ଆମକୁ ସେ ଅନେକ ଜିନିଷ ଦେଇଛି। କଣ ଦେଇଛି ନା ଏଇଠି ଯୋଉ ପ୍ଲାନେଟ୍ସ ଅଛି ହେଲା, କିଏ କିଏ ଦେଖାଉଛି? ମର୍କ୍ୟୁରୀ, ଭେନସ୍, ଆର୍ଥ ଆଉ ମାର୍ସ। ଏଇ ଯୋଉ ପ୍ରଥମ ଚାରିଟା ପ୍ଲାନେଟ ଯୋଉ ଲେଖା ହେଇଛି, ପ୍ରଥମ ଚାରିଟା ପ୍ଲାନେଟ କିଏ କିଏ? ସେ ଏଇ ଯୋଉ ଚାରିଟା ପ୍ଲାନେଟ, ଭେନସ୍, ଆର୍ଥ, ମାର୍ସ, ମର୍କ୍ୟୁରୀ। ଏଇ ଯୋଉ ଚାରିଟା ପ୍ଲାନେଟ, ଏଇ ଯୋଉ ଚାରିଟା ପ୍ଲାନେଟକୁ ଆମେ କି ପ୍ଲାନେଟ କହନ୍ତି? ତାକୁ ଆମେ ଇନର ପ୍ଲାନେଟ କହନ୍ତି। ଇନର ପ୍ଲାନେଟ, ବୁଝିହଉଛି କି ନାହିଁ? ବାକି ଏ ପ୍ଲାନେଟ ଏ ଯୋଉ ସତର୍ନ, ୟୁରାନ୍ସ, ନେପଚ୍ୟୁନ ଆଉ ଜୁପିଟର, ତାକୁ ଆମେ କଣ କହନ୍ତି? ଆଉଟର ପ୍ଲାନେଟ କହନ୍ତି। କି ପ୍ଲାନେଟ? ଆଉଟର ପ୍ଲାନେଟ ଏସବୁ କହନ୍ତି। ମନେ ରଖିଥାଅ, ଇନର ପ୍ଲାନେଟ ଆଉ ଆଉଟର ପ୍ଲାନେଟ। ଆଉଟର ପ୍ଲାନେଟ କାହାକୁ କହନ୍ତି? ଆକୁ, ଏଇଟାକୁ, ଏଇଟାକୁ, ଏଇଟାକୁ ଆଉ ଏଇଟାକୁ। ନେପଚ୍ୟୁନ, ସତର୍ନ, ଜୁପିଟର, ୟୁରାନ୍ସ, ଏଇ ଚାରିଟାକୁ ଆମେ କି ପ୍ଲାନେଟ କହନ୍ତି? ନା ଆଉଟର ପ୍ଲାନେଟ କହନ୍ତି। ଇନର ପ୍ଲାନେଟ କାହାକୁ କହନ୍ତି? ଇନର ପ୍ଲାନେଟ ଏଗୁଡା କହନ୍ତି। ଇନର ହେଲେ କିଏ? ଆର୍ଥ, ଭେନସ୍ ଆଉ ମର୍କ୍ୟୁରୀ ଆଉ ଯୋଉ ମାର୍ସ, ଏଇଟା ହେଲା ଇନର ପ୍ଲାନେଟ। ଓକେ, ତ ଦେଖ ମୁଁ ତମକୁ କହିଥିଲି ଆମର ଯୋଉ ଦିନ ରାତି ହଉଛି, କଣ ହଉଛି? ଡେ ନାଇଟ୍ ଯୋଉ ହଉଛି, କାହା ଯୋଗୁଁ ହଉଛି? ଡେ ନାଇଟ୍ କାହା ଯୋଗୁଁ ହଉଛି ଛୁଆ? କାହା ହଉଛି ଡେ ନାଇଟ୍? ନା ନା, ଡେ ନାଇଟ୍ ହଉଛି ପୃଥିବୀ ସୂର୍ଯ୍ୟ ଚାରିପଟେ, ଶୁଣ ଶୁଣ, ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରିବାଟାକୁ ଆମେ ରିଭଲ୍ୟୁସନ କହନ୍ତି। ରିଭଲ୍ୟୁସନ। ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରିବାଟାକୁ ବା ନିଜ ଆକ୍ସିସ୍ ଚାରିପଟେ ଘୁରିବାଟାକୁ ଆମେ କଣ କହନ୍ତି? ନିଜ ଆକ୍ସିସ୍ ଚାରିପଟେ ରୋଟେସନ କରିବାଟାକୁ ଆମେ କହନ୍ତି ରୋଟେସନ, ବା ନିଜ ଆକ୍ସିସ୍ ଚାରିପଟେ ଘୁରିବାଟାକୁ ଆମେ କହନ୍ତି ରୋଟେସନ। ତାହେଲେ ସେ ରୋଟେସନ ଯୋଗୁ କଣ ହଉଛି? ଦିନ ରାତି ହଉଛି। ମନେ ରଖିଥାଅ, ସେ ରୋଟେସନ ଟାକୁ କହୁଛି ଦିନ ରାତି। ରିଭଲ୍ୟୁସନ ଯୋଗୁ କଣ ହଉଛି? ନା ଋତୁ ପରିବର୍ତ୍ତନ, ସିଜନ ଚେଞ୍ଜ ହଉଛି। ବୁଝିହଉଛି କି ନାହିଁ? ଋତୁ ପରିବର୍ତ୍ତନ ହଉଛି କାହା ପାଇଁ? ନା ରିଭଲ୍ୟୁସନ ଯୋଗୁ। ରିଭଲ୍ୟୁସନରେ ସବୁ ପ୍ଲାନେଟ ସୂର୍ଯ୍ୟ ଚାରିପଟେ ମୁଭ୍ କରନ୍ତି। ନିଜ ଆକ୍ସିସ୍ ଚାରିପଟେ ମୁଭ୍ କରିବାଟାକୁ ଆମେ କହନ୍ତି ରୋଟେସନ। ତାହେଲେ ଦିନ ରାତି ସେ ରୋଟେସନ ଯୋଗୁ ହଉଛି। ତାହେଲେ ଗୋଟେ ପିଲା କ୍ୱେଶ୍ଚନ ପଚାରିଥିଲା, କହିଲା ସାର୍ ଯଦି ପୃଥିବୀ ଯଦି ଧୀରେ ଧୀରେ ନ ଘୁରିକି ଜୋର ଜୋରେ ଘୁରିବ, ଯଦି ଜୋର ଜୋରେ ସେ ନିଜ ଆକ୍ସିସ୍ ଚାରିପଟେ ବୁଲିବ, ଯୋଉ ରୋଟେସନ ଯଦି କରିବ, ତାହେଲେ ଆମର ଯୋଉ ଗୋଟେ ଦିନ ଲାଗୁଛି ଆମକୁ 24 ଘଣ୍ଟା ସମୟ ଲାଗୁଛି, ତ ସେ ସମୟଟା ଯଦି ସେ ସ୍ପିଡରେ ରୋଟେଟ୍ କରିବ ତାହେଲେ ସେଟା କମିଯିବ। ଯଦି ଧୀରେ ରୋଟେଟ୍ କରିବ ସେ ସମୟଟା ବଢିଯିବ। ଗୋଟେ ଦିନ 24 ଘଣ୍ଟା ବଦଳରେ 48 ଘଣ୍ଟା ହେଇଯିବ କି 30 ଘଣ୍ଟା ହେଇଯିବ। ଯଦି କଣ ହବ? ରୋଟେସନଟା ସ୍ଲୋ କରିବ, ଧୀରେ କରିବ। ଯଦି ଜୋର କରିବ ତାହେଲେ କଣ ହବ? ଯଦି ଫାଷ୍ଟ ରୋଟେଟ୍ କରିବ ତାହେଲେ ଦିନ ଯୋଉ 24 ଘଣ୍ଟା ସେଟା କମି ଯାଇପାରେ। ବୁଝୁଛ ନା? କାରଣ ଯେତେ ଜଲ୍ଦି ସେ ତୁମେ ଗୋଟେ ସ୍ପିଡରେ ଯିବ, ସେତେ କମ ସମୟ ନବ ଯିବା ପାଇଁ। ଯେମିତି ପୃଥିବୀ ଆମର ନିଜ ଅକ୍ଷ ଚାରିପଟେ ଘୁରିବାକୁ କେତେ ସମୟ ଲାଗେ? ନା ପୃଥିବୀ ଗୋଟେ ୱାନ୍ ରୋଟେସନ କରିବା ପାଇଁ, ଶୁଭୁଛି କି ନାହିଁ? ପୃଥିବୀ ଗୋଟେ ୱାନ୍ ରୋଟେସନ କରିବା ପାଇଁ କେତେ ସମୟ ନିଏ? ୱାନ୍ ରୋଟେସନ କରିବା ପାଇଁ ପୃଥିବୀ ନିଏ 24 ଘଣ୍ଟା। ଆମେ ତାକୁ କୁହନ୍ତି ଗୋଟେ ଦିନ ବା 24 ଘଣ୍ଟା। ବୁଝିହଉଛି କି ନାହିଁ? ଠିକ ସେମିତି ବାକି ସବୁ ପ୍ଲାନେଟ୍ସ ମଧ୍ୟ ନିଜ ଆକ୍ସିସ୍ ଚାରିପଟେ ସେ ରୋଟେଟ୍ କରନ୍ତି। ତାହେଲେ ପୃଥିବୀ ଯୋଉ ନଉଛି 24 ଘଣ୍ଟା ହେଲା, ତ
ତାହେଲେ ମର୍କ୍ୟୁରୀ ପ୍ଲାନେଟ ନିଜ ଆକ୍ସିସ୍ ଚାରିପଟେ ବୁଲିବା ପାଇଁ ସ୍ପିନ୍ କରିବା ପାଇଁ ନେଉଛି କେତେ ଦିନ? 59 ଡେଜ୍। 59 ଡେଜ୍ ମାନେ ଆମର 59 ଡେଜ୍ ଆମ ଆର୍ଥରେ 59 ଡେଜ୍ ମାନେ ନିୟରଲି କେତେ ହେଉଛି? 2 months। ନିୟରଲି ଆମର 2 ମାସ ବିତିଗଲେ ଯେତିକି ସମୟ ଲାଗେ, ତାହେଲେ ମର୍କ୍ୟୁରୀ ତା ନିଜ ଆକ୍ସିସ୍ ଚାରିପଟେ ରୋଟେଟ୍ କରିବାକୁ ସେତିକି ସମୟ ଲାଗିବ। ସୂର୍ଯ୍ୟ ଚାରିପଟେ ବୁଲିବାକୁ କେତେ ସମୟ ଲାଗିବ? 1 orbit round the sun। ହେଲେ ଆମର 3 ମାସ ଯେତେ ସମୟ, 3 ମାସ 3 month ଯେତେ, 3 month କେତେ? 3 month ପାଖାପାଖି ହେଉଛି 90 ଡେଜ୍ ହେଲା। ତାହେଲେ ସୂର୍ଯ୍ୟ ଚାରିପଟେ ସେ ରିଭଲ୍ୟୁସନ୍ କରିବାକୁ ନେଉଛି 80 ଡେଜ୍। ତାହେଲେ ସେଇ ଜିନିଷଟା ଆର୍ଥରେ କେତେ ନା ଆର୍ଥର ହେଉଛି କେତେ? 365 ଡେଜ୍। ପୃଥିବୀ ଯେତେବେଳେ ନେଉଛି 365 ଦିନ ସମୟ, ଯେତିକି ସମୟ ଲାଗୁଛି, ବୁଝିହେଉଛି କି ନାହିଁ? ତ ସେଇ କମ୍ପାରିଜନରେ ଆମେ ଯଦି ଦେଖିବା ମର୍କ୍ୟୁରୀ 88 ଡେଜ୍ରେ ବା ଆମ ଆର୍ଥରେ ଗୋଟେ 3 ମାସ ହେଲେ ମର୍କ୍ୟୁରୀ ଥରେ ସୂର୍ଯ୍ୟ ଚାରିପଟେ ରୋଟେଟ୍ କରି ପଳେଇ ଆସିବ ରିଭଲ୍ୟୁସନ୍ କରିକି, ଶୁଭୁଛି କି ନାହିଁ? ଆମକୁ 2 ମାସ ଯେତିକି ସମୟ ଲାଗିବ, ଶୁଭୁଛି କି ନାହିଁ? ସେ 2 ମାସ ଭିତରେ ମର୍କ୍ୟୁରୀ ତ ନିଜ ଆକ୍ସିସ୍ ଚାରିପଟେ ମାନେ କ'ଣ ଥରେ ରୋଟେଟ୍ କରି ଆସିବ, ବୁଝିଲେ ନାହିଁ କ'ଣ କହିଲି ପିଲେ? ଆମର 2 ମାସ ଯେତିକି ସମୟ, ସେତିକି ସମୟ ଭିତରେ ମର୍କ୍ୟୁରୀ ତା ନିଜ ଆକ୍ସିସ୍ ଚାରିପଟ ଥରେ ରୋଟେଟ୍ କରିଦବ, ବୁଝିଲେ ନାହିଁ? ହେଲା। Yes, sir. Yes, sir. Sir, I have three Yes, doubts. ଯାହାର ଡାଉଟ୍ ଅଛି ମତେ ତୁମେ ମେସେଜ କର, ମେସେଜ ଦେଖିକି ପଚାରିବି ହେଲା। ଓକେ, ଯେ ଡାଉଟ୍ ଅଛି ମେସେଜ କରିଦିଅ, ସେ ଲେଖିଦିଅ କ'ଣ ଡାଉଟ୍ ଅଛି। ଶୁଣ, ସିମ୍ପଲ ଖାଲି ଲେଖିଦିଅ ସେ ଡାଉଟ୍, ମୁଁ ନାଁଟା ଦେଖିକି ପଚାରିବି, ହ୍ୟାଣ୍ଡ ରେଜ୍ ବି କରିଥାଅ ତା ସହିତ। ତାପରେ ଭେନସ୍ ଗୋଟେ ପ୍ଲାନେଟ, ଭେନସ୍ ପ୍ଲାନେଟ କ'ଣ କରୁଛି ନା ସିଏ କହୁଛି 1 orbit around the sun। 1 orbit around the sun ମାନେ ସେ ପୃଥିବୀ ଚାରିକର, ନଟ୍ ପୃଥିବୀ, ସୂର୍ଯ୍ୟ ଚାରିକର, କ'ଣ କହିଲି? ସେ ସୂର୍ଯ୍ୟ ଚାରିପାଖରେ ଥରେ ବୁଲି ଆସିବା ପାଇଁ କେତେ ସମୟ ନେଉଛି ଭେନସ୍? ଭେନସ୍ କେତେ ନେଉଛି? ଭେନସ୍ ଦେଖ ଏଠି ଲେଖା ହେଇଛି 255 ଡେଜ୍। 1 orbit around the sun, ସୂର୍ଯ୍ୟ ଚାରିପଟେ ଥରେ ବୁଲି ଆସିବାକୁ ନେଉଛି କେତେ? 355 ଡେଜ୍। ଆର୍ଥ କେତେ ନେଉଛି? ଆର୍ଥ ରହୁଛି କେତେ ନା 365 ଦିନ, ବୁଝୁଛି କି ନାହିଁ? ତାହେଲେ ଏଇଠି ଲେଖା ହେଇଛି ଏଇ ଯୋଉ 255 ଡେଜ୍ ମାନେ ବୁଝିପାରୁଛ କି ନାହିଁ? ତାମାନେ ଆର୍ଥରେ 255 ଦିନ ଯେତିକି ସମୟ ଲାଗିବ, ସେତିକି ଦିନ ଭିତରେ ଭେନସ୍ ଥରେ ବୁଲି ଆସିବ, ବୁଝିପାରୁଛ କି ନାହିଁ? ବୁଝି 1 spin on axis। ତାମାନେ ଆମକୁ ପୃଥିବୀ ଯେମିତି ତା ନିଜ ଆକ୍ସିସ୍ ଚାରିପଟେ ବୁଲିବା ପାଇଁ ନେଉଛି କେତେ? 24 ଘଣ୍ଟା। ତ 24 ଘଣ୍ଟାଟାକୁ ଆମେ ଗୋଟେ ଦିନ ମାନନ୍ତି। ତାହେଲେ ସେଇଭଳିଆ 243 ଡେଜ୍ ଯେବେ ହବ, ମନେକର ଆଜି ହଉଛି କେତେ? ଆଜି ହଉଛି 20 ଏପ୍ରିଲ 2024, ଠିକ ତାର 243 ଦିନ ପରେ ଯେତିକି ସମୟ ହେଇଥିବ, ସେତିକି ଦିନ ଭିତରେ ଭେନସ୍ କ'ଣ କରିବ? ତା ନିଜ ଆକ୍ସିସ୍ ଚାରିପଟେ ବୁଲି ଆସିଥିବ। ମନେକର ଆଜି ହଉଛି 20 ଏପ୍ରିଲ ହଉଛି 255 ଦିନ ପରେ ଯେତିକି ସମୟ ହେଇଥିବ, ସେତିକି ଦିନ ଭିତରେ ଭେନସ୍ କ'ଣ କରିଥିବ? ସୂର୍ଯ୍ୟ ଚାରିପଟେ ଥରେ ବୁଲି ଆସିଥିବ, ବୁଝିପାରୁଛ ନାହିଁ ଯାହା କ'ଣ କହିଲି? ହ୍ୟାଲୋ ପିଲାମାନେ, Yes, sir. ଓକେ। Yes, sir. ମୋ କଥା ଟିକେ ଶୁଣ, ଓକେ। ଦେଖ ମନେକର ଆଜି ହଉଛି କେତେ ତାରିଖ? ଆଜି ହଉଛି 20 ତାରିଖ, ଆଜି ହଉଛି 20 ଏପ୍ରିଲ 2024। 21 ଏପ୍ରିଲ 2024 ବେଳକୁ କ'ଣ ହେଇଥିବ? ମାନେ ଆଉ ଗୋଟେ ଦିନ ପରେ, ତା ମାନେ ଏଇଟା ହଉଛି କେତେ? ଗୋଟେ ଦିନ ବିତିଲା। ଗୋଟେ ଦିନ ଭିତରେ ପୃଥିବୀ କ'ଣ କରିଥିବ? ପୃଥିବୀ ଥରେ କ'ଣ କରିଥିବ? ତ ନିଜ ଆକ୍ସିସ୍ ଚାରିପଟେ ସ୍ପିନ୍ କରିଦେଇଥିବ, ହେଲା କି ନାହିଁ? ସ୍ପିନ୍ ଅନ୍ ଆକ୍ସିସ୍ ମାନେ ତା ନିଜ ଆକ୍ସିସ୍ ଚାରିପଟେ ସେ ସ୍ପିନ୍ ଘୁରି ଆସିଥିବ, ବୁଝୁଛି କି ନାହିଁ? କିନ୍ତୁ ସେଇ ଜିନିଷଟା ନିଜ ଆକ୍ସିସ୍ ଚାରିପଟେ ମର୍କ୍ୟୁରୀ ଥରେ ଘୁରିବାକୁ କେତେ ଦିନ ନେଉଛି? 59 ଡେଜ୍। ଆଜି ଯଦି ହୁଏ 20 ତାରିଖ, ତାର ଠିକ 2 ମାସ ପରେ ମର୍କ୍ୟୁରୀ ତା ନିଜ ଆକ୍ସିସ୍ ଚାରିପଟେ ଥରେ ଘୁରି ଆସିଥିବ। ଆର୍ଥ ସେମିତି କେତେ ହଉଛି ଦେଖ, 1 spin on axis ହଉଛି 1 day, 1 orbit around the sun ହଉଛି 365 days, ଶୁଭୁଛି କି ନାହିଁ? ତାହେଲେ 365 ଦିନରେ ସେ ଥରେ ସୂର୍ଯ୍ୟ ଚାରିପଟେ ଘୁରିଯିବ। ଠିକ ସେମିତି ଆର୍ଥର ଦେଖ, ଏଇ ଯୋଉ ମର୍କ୍ୟୁରୀ ଭେନସର କୌଣସି ମୁନ୍ ନାହାନ୍ତି, ଆର୍ଥର ଗୋଟିଏ ମୁନ୍ ଅଛି। ମାର୍ସ ସେମିତି, ମାର୍ସ ସେମିତି ଦେଖ 1 spin on axis,
ଆର୍ଥ ଯେତିକି ଦିନ ନେଉଛି ଗୋଟେ ଦିନ ଥରେ ଘୁରିବା ପାଇଁ ନିଜ ଆକ୍ସିସ୍ ଚାରିପଟ, ମାର୍ସ ବି ସେମିତି ବି ଗୋଟିଏ ତା ନିଜ ଆକ୍ସିସ୍ ଚାରିପଟ ଘୁରିବା ପାଇଁ ଗୋଟେ ଦିନ ନେଉଛି। ସେଥିପାଇଁ ମାର୍ସକୁ ଆମେ କହନ୍ତି କ'ଣ, ତାର ଯୋଉ କ'ଣ କହିଲେ ଭେନସର ଆର୍ଥର ଟୁଇନ୍ କହନ୍ତି, ଆର୍ଥର ଟୁଇନ୍ କହନ୍ତି, ବୁଝି ନାହିଁ? ନା ଆର୍ଥର ଟୁଇନ୍ କି ଆକ୍ଚୁଆଲି ଭେନସ୍, ଭେନସ୍ ନଟ୍ ମାର୍ସ, ବୁଝି ନାହିଁ? ଆର୍ଥର ଟୁଇନ୍ କିଏ କିରେ? ଆର୍ଥର ଟୁଇନ୍ କିଏ ଛୁଆ? Sir, Venus. ଭେନସ୍ ହେଲା କି ନାହିଁ, ନଟ୍ ମାର୍ସ। କିନ୍ତୁ ମାର୍ସ ଆକ୍ଚୁଆଲି ଏକା ସମୟ ନିଏ। ଆର୍ଥକୁ ନିଜ ଆକ୍ସିସ୍ ଚାରିପଟେ ଘୁରିବା ପାଇଁ ଯେତିକି ସମୟ ଲାଗେ ମାର୍ସକୁ ସେତିକି ସମୟ ଲାଗେ। ଆଉ ଦେଖ ଯେତେବେଳେ ପୃଥିବୀକୁ ଗୋଟେ ସିଜନ୍ ବା ସୂର୍ଯ୍ୟ ଚାରିପଟେ ଘୁରିବା ପାଇଁ ନେଉଛି 365 ଦିନ, ନୋଟିସ୍ କର ମାର୍ସ ସୂର୍ଯ୍ୟ ଚାରିପଟେ ଘୁରିବା ପାଇଁ ନେଉଛି 687 ଡେଜ୍। ନିୟରଲି କ'ଣ 2 ବର୍ଷ, 2 ବର୍ଷ ଟିକେ କମ୍ ହବ। ଆଉ ମାର୍ସ କେଇଟା ମୁନ୍ ଅଛି? 2ଟା ମୁନ୍ ଅଛି, ବୁଝିହଉଛି? ଆଉ ଏଇ ଯେତେ ସବୁ 4ଟା ପ୍ଲାନେଟ୍ ଆମେ ଦେଖିଲେ, ଏଇ ଯୋଉ 4ଟା ପ୍ଲାନେଟ୍ ଆକ୍ଚୁଆଲି ଆଙ୍କର ମେନ୍ ରୋଲ୍ କ'ଣ ନା ଏମାନେ କୋଉଥିରେ ତିଆରି? ଏମାନେ ରକ୍ସରେ ତିଆରି। କୋଉଥିରେ ତିଆରି? ରକ୍ସ। এই 4টা ପ୍ଲାନେଟ୍ ମର୍କ୍ୟୁରୀ, ଭେନସ୍, ଆର୍ଥ ଏଗୁଡ଼ା ସବୁ ରକ୍ରେ ତିଆରି। ଦେ ଆର୍ ମେଡ୍ ଅଫ୍ ରକ୍ସ। ସେମାନେ ରକ୍ସରେ ତିଆରି, ହେଲା କି ନାହିଁ? ତୁମେ ଦେଖିବ ପୃଥିବୀକୁ ଖୋଳିଲେ ମାଟି ତଳେ ଆମର ପଥର ବାହାରେ, ବୁଝିପାରୁଛ କି ନାହିଁ? କୋଉଠି ନାଲି ନାଲି ପଥର, କୋଉଠି ମାର୍ବଲ ଗୋଟେ ପଥର, ୱାନ୍ ଟାଇପ୍ ଅଫ୍ ସୁଚି ଗ୍ରାନାଇଟ୍ ଗୋଟେ ପଥର। ତ ଡିଫରେଣ୍ଟ ଟାଇପ୍ ଅଫ୍ ରକ୍ସ ପୃଥିବୀର ସର୍ଫେସରେ ବା ଯୋଉ ତାର ଇନରରେ ଅଛି, ତା ଭିତରେ ଅଛି। ଠିକ୍ ସେମିତି ଏଇ ଯୋଉ 4ଟା ପ୍ଲାନେଟ୍ସ ମର୍କ୍ୟୁରୀ, ଭେନସ୍, ଆର୍ଥ, ମାର୍ସ ଏଗୁଡ଼ା ସବୁ କୋଉଥିରେ ତିଆରି? ରକ୍ସରେ ତିଆରି। ଯେତେବେଳେ କି ଯେତେ ସବୁ ଆଉଟର ପ୍ଲାନେଟ୍ସ ରହିଲା, ଆଉଟର ପ୍ଲାନେଟ୍ସ କିଏ ନା ଏଇ ଯୋଉ ପ୍ଲାନେଟ୍ସ ଗୁଡ଼ା ରହିଲା ସବୁ କିଏ? ଦିସ୍ ପ୍ଲାନେଟ୍ସ। ନୋଟିସ୍ କର ଏଇ ଯୋଉ ପ୍ଲାନେଟ୍ସ ଗୁଡ଼ା ଆମେ କଥା କହିବା, ହେଲା ଜୁପିଟର, ଆଉ ଗୋଟେ କିଏ? ସତୁର୍ନ, ଆଉ ଗୋଟେ କିଏ? ନେପଚ୍ୟୁନ୍। ଏଇ ପ୍ଲାନେଟ୍ସ ଗୁଡ଼ା କୋଉଥିରେ ତିଆରି ନା ଦେ ଆର୍ ମେଡ୍ ଅଫ୍ ଗ୍ୟାସେସ୍। ଏଗୁଡ଼ା କୋଉଥିରେ ତିଆରି? ଏଟା ଗ୍ୟାସେସ୍ ଆଉ ଲିକ୍ୱିଡରେ ତିଆରି। ଠିକ୍ ଅଛି, ଏଟା କୋଉଥିରେ ତିଆରି? ଗ୍ୟାସ୍ ଆଉ ଲିକ୍ୱିଡରେ ତିଆରି। ଗ୍ୟାସ୍ ଆଉ ଲିକ୍ୱିଡ ମାନେ ତରଳ ଜିନିଷରେ ତିଆରି, ସିମ୍ପଲ। ଆଉ ଏଇ ଯୋଉ ପ୍ଲାନେଟ୍ ଗୁଡ଼ା ଆକୁ ଆମେ କହନ୍ତି ଆଉଟର ପ୍ଲାନେଟ୍ସ। କାହିଁକି? ବିକଜ ଦେ ଆର୍ ଭେରି ଭେରି ଫାର୍ ଫ୍ରମ୍ ଦ ସନ୍। ଏବଂ ଗୋଟେ ବହୁତ ବଡ଼ ବଡ଼ ପ୍ଲାନେଟ୍ସ, ବୁଝିହଉଛି କି ନାହିଁ? ଭେରି ଭେରି ଫାର୍ ମାନେ କ'ଣ? ବହୁତ ଦୂରତାରେ ଅଛନ୍ତି। ସେ ଫାର୍ ମାନେ ବହୁତ ଦୂରତା ବା ଡିଷ୍ଟାନ୍ସରେ ଅଛନ୍ତି। ଜୁପିଟର, ନୋଟିସ୍ କର ଜୁପିଟର ଯୋଉ ପ୍ଲାନେଟ୍ ଅଛି, ସେ ୱାନ୍ ଅର୍ବିଟ୍ ଆରାଉଣ୍ଡ ଦ ସନ୍। ସୂର୍ଯ୍ୟ ଚାରିପଟେ ଥରେ ଘୁରି ଆସିବାକୁ 11 ବର୍ଷ 11 ମନ୍ଥସ୍, ପାଖାପାଖି 12 ବର୍ଷ ସମୟ ନିଏ। ତାମାନେ ଆମ ପୃଥିବୀ ପୃଷ୍ଠରେ 12 ବର୍ଷ ଯେତିକି ସମୟ, ତାମାନେ ତୁମମାନଙ୍କୁ ସବୁ ହେଲେଣି 12 ବର୍ଷ ଖଣ୍ଡେ ହେଲେଣି, ଷଷ୍ଠରେ ପଢୁଛ, 11-12 ବର୍ଷ ହେଲାଣି। ତାହେଲେ ତୁମମାନେ ଯେବେ ଜନ୍ମ ହେଇଥିଲ, ଜୁପିଟର ତାର ସୂର୍ଯ୍ୟ ଚାରିପଟେ, ଏଇଟା ହଉଛି ସୂର୍ଯ୍ୟ, ଏଇଟା ହଉଛି ଜୁପିଟର, ଏଇଠି ଜୁପିଟର ଅଛି। ତାହେଲେ ଜୁପିଟର ଏଇଠୁ ଆରମ୍ଭ କରିଥିଲା ତାର ଜର୍ଣ୍ଣି, ହେଲା କି ନାହିଁ? ବର୍ତ୍ତମାନ ସେ ସୂର୍ଯ୍ୟ ଚାରିପଟେ ବୁଲି 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 ତୁମେ ଯେତେବେଳେ ଜନ୍ମ ହେଇଥିଲା ସେ ଏଇଠି ଥିଲା। ମୁଁ ଗୋଟେ ଏକ୍ସାମ୍ପଲ ଦେଇ ବୁଝଉଛି, ଶୁଣ। ଯେତେବେଳେ ଜନ୍ମ ହେଇଥିଲା ସେ ଏଇଠି ଥିଲା, ତାହେଲେ ସେ ବର୍ତ୍ତମାନ ଏଇଠୁ ତାର ଜର୍ଣ୍ଣି ଆରମ୍ଭ କରି 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 ଆସିକି କୋଉଠି? ଏଇଠି ବର୍ତ୍ତମାନ ପହଞ୍ଚିଛି। ତୁମକୁ ବର୍ତ୍ତମାନ 12 ବର୍ଷ ହେଇଗଲେଣି, ତାହେଲେ ସେ ଏଇଠୁ ବୁଲିକି ସୂର୍ଯ୍ୟ ଚାରିପଟ ପୁଣି ଆସି ଥରେ ପହଞ୍ଚିଛି ଏଇଠି, ତାକୁ ଲାଗିଛି 12 ବର୍ଷ। ତ ସେଇ ଜିନିଷଟା ପୃଥିବୀକୁ ଲାଗେ କେତେ ନା 365 ଦିନ, ବୁଝିହଉଛି କି ନାହିଁ? ଓକେ, କିଛି ୱାନ୍ ସ୍ପିନ୍ ଅନ୍ ଆକ୍ସିସ୍। ତାମାନେ ଯେମିତି ଆମର ଦିନ ରାତି ଯୋଉ କ'ଣ ପାଇଁ ହଉଛି ନା ପୃଥିବୀ ନିଜ ଆକ୍ସିସ୍ ଚାରିପଟେ ରୋଟେଟ୍ ଘୁରୁଥିବାରୁ, ବୁଝିହଉଛି? ଆମ ପୃଥିବୀ ନେଉଛି କେତେ ନା 24 ଘଣ୍ଟା ସମୟ ନେଉଛି ନିଜ ଆକ୍ସିସ୍ ଚାରିପଟେ ଥରେ ଘୁରିବା ପାଇଁ। ପୃଥିବୀ ନେଉଛି କେତେ ନା 24 ଘଣ୍ଟା। ତ ସେଇ ଜିନିଷଟା ଜୁପିଟର କିନ୍ତୁ କମ ସମୟ ନେଉଛି। କେତେ ସମୟ ନେଉଛି? 9 ଘଣ୍ଟା 56 ମିନିଟ୍। ତ ନୋଟିସ୍ କର ଗୋଟେ ଜିନିଷ, ତାହେଲେ ଜୁପିଟର କେତେ ଫାଷ୍ଟ ଘୁରୁଛି, ବହୁତ ସ୍ପିଡରେ ନିଜ ଆକ୍ସିସ୍ ଚାରିପଟେ ସେ ରୋଟେଟ୍ କରୁଛି 9 ଘଣ୍ଟା 56 ମିନିଟ୍ରେ, ବୁଝିପାରୁଛ କି ନାହିଁ? ପୃଥିବୀ ଯେତେବେଳେ ନେଉଛି 24 ଘଣ୍ଟା। ଆଚ୍ଛା, ନମ୍ବର ଅଫ ମୁନ୍ସ ଜୁପିଟର କେତେ? ଜୁପିଟର 53ଟା ମୁନ୍ସ ଅଛନ୍ତି। ମୁନ୍ସ ମାନେ ଉପଗ୍ରହ, ପ୍ରାକୃତିକ ଉପଗ୍ରହ ଜୁପିଟର ଅଛନ୍ତି କେତେ ନା 53ଟା। ଇମ୍ପୋର୍ଟାଣ୍ଟ, ହେଲା କି ନାହିଁ? ସେମିତି ସତୁର୍ନ ହଉଛି କୋଉଥିରେ ନା ଗ୍ୟାସ୍ ଆଉ ଲିକ୍ୱିଡରେ ତିଆରି। ସିଏ ପୃଥିବୀ ଚାରିକରେ ଥରେ ଘୁରି ଆସିବା ପାଇଁ କେତେ ସମୟ ନେଉଛି? 29 ଇୟର୍ସ 5 ମନ୍ଥସ୍। ତାମାନେ ଗୋଟେ ଲୋକ ଯାହାକୁ ସେ ଜନ୍ମ ହେଇଥିଲା ଯେବେ, ହେଲା କି ନାହିଁ, ମନେକର ଏଇଟା ହଉଛି 2024 ମସିହା, ତ ଗୋଟେ ଲୋକ 1995 ମସିହାରେ ପୃଥିବୀରେ ଜନ୍ମ ହେଇଥିଲା।
तो सेही समय रे मनकर सतुर्णटा अच्छी एठी शनि ग्रहटा अच्छी एठी हैला से एठू स्टार्ट करी बुली 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 आसिकी एठी पहुंचला बुझुची कि नहीं वर्तमान आर्थ से लोकटा केते वर्ष हेतिबो से लोकटा हेतिबो 30 वर्ष तो 2024 रे ताको हेतिबो केते 29 इयर्स सब हेतिबो सिंपल बुझि परछ ना कोन कहली ए होजी कथा ताले 1995 मसिया सतुर्न आरंभ करथिले तर जर्नी एठू से थरे बुली आसियाको 2024 मसिया से पहुंचला 29 वर्ष लागुची किंतु पृथ्वी सेटा केते दिन नउची 365 डेज नउची बा 1 ईयर नउची ताले 29 वर्ष जतिकी समय सेतिकी वर्ष रे सतुर्न सूर्य चारिबेर थरे घुरी बसिबो कुछ वन स्पिन ऑन एक्सिस ताले निजर एक्सिस चारिपटे घुरिबा पई रोटेट करिया पई आर्थ नउची 24 घंटा बा गोटे दिन सेतिकी समय केते नउची सतुर्न केते नउची ना 10 घंटा समय नउची आर्थ रो समय अनुसार 10 घंटा 40 मिनिट नउची के सतुर्न आ तार केतेटा मून अछंती सतुर्न मध्ये 53 मून्स अछंती पाखा पाखी यूरानस केते समय नउची यूरानस को जी वन ऑर्बिट अराउंड द सन सूर्य चारिपटे थरे करिबा को से नउची 84 इयर्स इमेजिन करो ताले आमे बंचि नथिबा बुझुची कि नहीं आमे आमे बंचिथिबा भितरे आमे आम जन्म रो मृत्यु भितरे यूरानस पृथ्वी चारिकड़ बा सूर्य चारिपटे थरे जदी घुरी आस्थिबो बहुत बुझुची कि नहीं 84 इयर्स कुछ वन स्पिन अराउंड एक्सिस निज एक्सिस चारिपटे जेमति हमर दिन राति होची सेमति यूरानस दिन राति होतबो तार सेटा केते समय ना 17 घंटा 14 मिनिट समय लागुची आ तार मून्स केटा यूरानस रो पाखापाखि 27 टा मून अछि यूरानस रो हला कि नेपच्यून सबटु अधिक नउची देखो केते नउची ना वन ऑर्बिट अराउंड द सन नउची 164 इयर्स नोटिस करो कुछ वन स्पिन ऑन एक्सिस होची केते ना 16 घंटा 7 मिनिट बुझियोची कि नहीं आ नेपच्यून न तर केतेटा मून अछि ना 13 टा मून अछि बुझियोची कि नहीं 164 वर्ष नउची सूर्य चारिपटे थरे घुरी आसी के नेपच्यून ओके और पिता कहले कोन डाउट अछि सर आपण कहले कि आर्थ ऊपर रहू तो आमे सौर मंडल को काहे देखि परना जो सोलर सिस्टम रहला ताको आ थरे सौर मंडल को हम कोन कहंती कहि दे सौर जगत सॉरी हां कोन कहंती सौर जगत को कोन सौर कहंती जगत हां कोन हला सोलर सोलर सिस्टम कहंती असुविधा कोन हला ताहले आमे सोलर सिस्टम को जदी आमे पृथ्वी ऊपर रहू ताहले आमे सोलर सिस्टम को काहे देखि परना सोलर सिस्टम को काहे देखि परना अरे जेते सब प्लैनेट्स अछंती बहुत दूर अछंती बा बुझबछ नहीं मने करो एइटा होचे सोलर सिस्टम और नोटिस कर कथा म कहूची एइटे पृथ्वी अछि पृथ्वी कोठी जेइटी अछि ना नहीं अच्छा तुसना पृथ्वी एइटी अछि वर्तमान मार्स टा एइटी अछि तुसना एई दिगरे देखिले एई दिगरे सिना देखिले तो मार्स को देखि परिबु तू जदि एपटू साइड गनेबु तते किछि देखा जिवो किछि देखा जिवोनी तू जदि एपट साइड गनेबु तते किछि देखा जिवो किछि नाही पा केना पृथ्वी जेमिति रोटेट करूची सूर्य चारिपटे रिवोल्यूशन करूची सेमति अन्य प्लैनेट जो रिवोल्यूशन करूचंती तो तांकर पोजीशन भी तो देखिया पड़िबो जानिया पड़िबो सेति पई तमे जदि जीव पठाणी सामंत प्लैनेटोरियम आ एते सब दूर ऑब्जेक्ट को देखिया पई हेले तुमको तुम छोटी आखि रे तुम देखि परिबनी आखि केते दूरता पर्यंत देखिबो सेति पई हमको पावरफुल टेलीस्कोप दरकार से टेलीस्कोप हमें हमर जो अछि पठाणी सामंत प्लैनेटोरियम सेति अवेलेबल सेति थोड़े जाओ जीवन रे केबे हला ए छोट बयस रे जाओ देखिबो सब प्लैनेट्स एक्चुअली प्लैनेट गुड़ा केमती घुरुचंती केते बड़ बड़ देखिबो बुझि परछ कि नहीं जाओ किछ एबे तो समर वेकेशन हे जिवो जाओ के बुली के आसो बुझिउची बुझछ नहीं यस सर ओके काहे ना हम एते दूर देखिया पे काम आखिरे खाली सेति पावर नहीं हमको टेलीस्कोप देखिया पड़िबो एवं जो प्लैनेट गुड़ा मन करो जुपिटर एइटा अछि मन करो तो बाबा एइ छिडा हिचंती सर सुन टिके तो बाबा एइटी छिडा हिचंती हैला कि नहीं तुमे एइटी अछ तुमे सिना एइ दिगरे देखिले तुम बाबा को देखि परिबो तुमे जदी ए दिगरे देखियो बाबा को देखि परिबो कि देखि परिबो नहीं तेणु तांकर पोजिशन नहीं कि तुम सिना मनकर जुपिटर एइटी अछि तू सिना एइ दिगरे चाहिले देखा जिवो तते जदी ए दिगरे चाहिबु तो देखो जुपिटर देखा जिवो कि ना तेणु तांकर प्रॉपर डायरेक्शन तांकर पोजिशन ता जानिया को पड़िबो प्रथम कथा से जिनसटा पठाणी सामंत प्लैनेट रे गले तुमको से जिनस कहबे हां कृष्णा कोन डाउट अछि
कृष्णा सर हम्म सर जियोड रो ओडिया कौन जियोइड रो ओडिया जियोड मैं रो actually ओडिया जानी कौन जियोइड रो ओडिया मैं जानी जियोइड माने होची कोन ना ता माने जेहेतु आर्थ रो पोल पाखरे सेटा शेप टा टिके फ्लैटेंड हो जाईची फ्लैट माने फ्लैटेंड माने कबे टिके समतल हो जाईची सेति में ताको हमें जियोइड कहंती तार ओडिया टा मैं जानी नहीं बुझुची ओके ओके सर जियोइड माने तार हम कहबे पृथ्वी रो जो पोल पाखरे ता शेप टा कमला लेंबू परी चेपटा सेति में पृथ्वी के हमें कहंती जियोइड तार को इंग्लिश में कहउछन स्लाइटली फ्लैटेंड है कि नहीं अच्छा तापर जीवन Yes, sir. कृष्ण कह जीवन कृष्ण जीवन सर सर जदि हमर पृथ्वी ओल्टा घुरिबाकू लागियो पृथ्वी जदि उल्टा घूरिया को लागिवो अरे हे मु कोन कहबी तो अजब प्रश्न थैंक यू सर पृथ्वी काई उल्टा घूरिया पृथ्वी उल्टा घूरिबनी पृथ्वी उल्टा घुरुची कि केमते घुरुची हमको जानि परिबी प्रथम कथा पृथ्वी उल्टा घुरने जेमिति घुरुची से सेमति घुरिबो पृथ्वी केमते घुरुची ना पृथ्वी हमर वेस्ट रु ईस्ट को रोटेट होची क्लॉकवाइज क्लॉकवाइज वेस्ट रु ईस्ट को रोटेट होची उल्टा घुरले किछि हबनी हला उल्टा घुरले सेमति किछि प्रॉब्लम हबो हम जानि परिबेनी हम चार पृथ्वी पर सेम रहितिबा सोचे नहीं तार डिफेक्ट किछि देखा जिवो हमको बुझुची ना नहीं ओके आउ किछि डाउट अछि कोन कोन उल्टा आउ घुरुची सर हम कह आ सर जदि हम पृथ्वी रो माने सूर्य जदि थिबेनी हां ताले हमर जदि हम पृथ्वी रे बहुत गुडी बल्ब लगे हाँ कौन कहूँ तो भॉइस स्लो हो जाଉଛି ମୋ କହିବା କଥା ହେଉଛି ତୁ ଏ କହିବାକୁ ଚାହୁଁଛୁ କି ଯଦି ଆମର ସୂର୍ଯ୍ୟ ଯଦି ନ ରୁହନ୍ତେ ତାହେଲେ କଣ ହୁଅନ୍ତା ଏ କହିବାକୁ ଚାହୁଁଛୁ କି ନା ସर ଆଉ ମୁଁ କହିବାକୁ ଚାହୁଁଛି ଯେ ସୂର୍ଯ୍ୟ ନ ଏବଂ ଆମ ପୃଥିବୀରେ ଆମ ପୃଥିବୀରେ ଅନେକ ଗୁଡ଼ିଏ ଆଲୋକ ଲଗେଇ ଦେଇ ମାନେ ବଲ୍ବ ଲଗେଇ ଦେଇଥାନ୍ତୁ ତାହେଲେ କଣ ହୋଇଥାନ୍ତା ଅନେକ ଗୁଡ଼ିଏ ବଲ୍ବ ଲଗେଇ ଦିଅନ୍ତୁ ବଲ୍ବ କେତେ ଦିନ ଚଳିବ ତାହେଲେ ଲାଇଟ୍ ଟା ପଳେଇଯିବ ଆଜ୍ଞା ସାର୍ ବଲ୍ବ ଟା ଯଦି ମନେକର ଲାଇଟ୍ ଟା ପଳେଇଲା ଇଲେକ୍ଟ୍ରିସିଟି ଯାଉଛି ପାୱାର କଟ୍ ହଉଛି ପଳେଇଯିବ ସେତେବେଳେ ପୃଥିବୀରେ ଅନ୍ଧାର ହେଇଯିବ ସେଠି ଦେଖ ଯେତିକି ପୃଥିବୀକୁ ଗରମ ଦରକାର ଯଦି ଇଲେକ୍ଟ୍ରିସିଟି କାଟିଲେନି ନା କାଟିଲେନି କେମିତି ଜିନିଷଟା ମନେକର 200 ବର୍ଷ ପୂର୍ବରୁ ଇଲେକ୍ଟ୍ରିସିଟି ଥିଲା କି 300 ବର୍ଷ ପୂର୍ବରୁ ଇଲେକ୍ଟ୍ରିସିଟି ଥିଲା କି ନା ଲୋକମାନେ କେମିତି ଚଳୁଥିଲେ ଇଲେକ୍ଟ୍ରିସିଟି 50-100 ବର୍ଷ ହେଲା ଆଇଛି ତୁ ସିନା 50-100 ବର୍ଷ କଥା କହୁଛୁ ତା ପୂର୍ବରୁ ଲୋକମାନେ କେମିତି ରହୁଥିଲେ ତ ହଜାର ହଜାର କୋଟି କୋଟି ବର୍ଷ ହେଲା ପୃଥିବୀଟା ଅଛି ସେଠି ପୁଣି ଲୋକ କେମିତି ବଞ୍ଚୁଥିଲେ କେମିତି ବଞ୍ଚିଥାନ୍ତି ଜୀବ ଜଗତ ସେଥିପାଇଁ ସୂର୍ଯ୍ୟ ଥିଲା ବୁଝିପାରୁଛୁ ନା ନାଇଁ ଆରେ ଆଜ୍ଞା ସାର୍ ଓକେ ଇପ୍ସିତା କହ ଆଉ ସାର୍ ଇପ୍ସିତା ଇପ୍ସିତା କହ ରେ जो कहते सूर्यर जो टेम्परेचर बहुत तब जो आदित्य जो जमती जाइए सूर्य पाखକୁ से कौन किसी हबनी ତୋ କଥାଟା ଜୋରରେ କହୁନୁ ଶୁଭୁନି ମତେ କଣ सन माने अपन कहले कि सन रो बहुत टेम्परेचर ହଁ एबे जो आदित्य बोली जो गोटे जाइछि ଆଚ୍ଛା ଆଚ୍ଛା तार ବୁଝିଲି किछि ବୁଝିଲି ବୁଝିଲି ହଁ ତାହେଲେ ସିଏ ସେ ଟେମ୍ପରେଚରରେ କାହିଁକି ପୋଡ଼ି ଯାଉନି ଏ ତ ଏ ନା आगे ନାଇଁ सर ଆଚ୍ଛା ଯେ ଆମେ ଯିବା ଆମେ आगे ପୋଡ଼ି सर ଜାଳି ପାଉଁଶ ହେଇଯିବା ବଟ ଆଦିତ୍ୟ ଯୋଉ ଯାଉଛି ତାର କାହିଁ କିଛି ହଉନି ଆଚ୍ଛା ଦେଖ ପ୍ରଥମ କଥା ହେଉଛି ଆମ ଶରୀରଟା କୋଉଥିରୁ ତିଆରି ଆମ ହ୍ୟୁମାନ ବଡି ତମର ଫ୍ଲେସ୍ ଆଉ ଫ୍ଲେସ୍ ମାନେ ମାଂସ ହାଡ଼ରେ ତିଆରି ସିମ୍ପଲ ଆମେ ଯଦି ଗୋଟେ 100 ଡିଗ୍ରୀ ସେଲସିୟସ୍ ଆଙ୍ଗୁଳି କରିଦେବା ଆମର ପୋଡ଼ି ଜାଳି ଯାଉଛି ଫୁଟକା ହେଇଯାଉଛି ତ ଆମେ ଯଦି ଯେତିକି ଦୂରତାକୁ ଯାଇଛି ଆଦିତ୍ୟ ଯଦି ଆମେ ସେତିକି ଦୂରତା ବି ଯିବା ଆଟଲିଷ୍ଟ ତ ଆମେ ପୋଡ଼ି ଜାଳିକି ପାଉଁଶ ହେଇଯିବା ଫୁଟକା ହେଇଯିବା ମରି ମରିଯିବା ସିମ୍ପଲ ଫାଇନାଲ କିନ୍ତୁ ସିଏ କାହିଁକି ଯାଉନି ନା ସେତିକି ହିଟ୍ ସମ୍ଭାଳିଲା ଭଳିଆ ମ୍ୟାଟେରିଆଲ ସେ ତିଆରି ବୁଝିଲେ କି ନାହିଁ ଆମେ ସେଇ ମ୍ୟାଟେରିଆଲ ତିଆରି ହେଇପାରିବେ କି ହେଇପାରିବେ ନା ଆମର ରକ୍ତ ମାଂସ ଶରୀର ବୁଝୁଛୁ ନା ନାହିଁ ତେଣୁ ମନେକର ସେଠି ଆଦିତ୍ୟ ଯେତିକି ଡିଷ୍ଟାନ୍ସକୁ ଯାଇଛି ସେତିକି ଡିଷ୍ଟାନ୍ସ ପର୍ଯ୍ୟନ୍ତ ଯିବାକୁ ହେଲେ ମନେକର ସେଇଠି ହେଉଛି କେତେ 500 ଡିଗ୍ରୀ ସେଲସିୟସ୍ ମନେକର ସେଇଠି ତାହେଲେ ସେତିକି ଟେମ୍ପରେଚର ଆମେ ତ ସମ୍ଭାଳି ପାରିବାନି ନା କିନ୍ତୁ ସେତିକି ଟେମ୍ପରେଚର ଆଦିତ୍ୟ ସମ୍ଭାଳି ପାରିବ नहीं सर
କାହିଁ ସମ୍ଭାଳି ପାରିବ ନା ସିଏ ସେଇଭଳିଆ ମ୍ୟାଟେରିଆଲ ତିଆରି ହେଇଛି ବୁଝୁଛୁ ନା ନାହିଁ ଓକେ ଝିଅ ବୁଝୁଛୁ ନା ଦେଇ Yes, sir. ଓକେ ସ୍ନେହାଶ୍ରୀ କହ ସାର୍ ଆମର ସୋଲାର ସିଷ୍ଟମ ରେ ଆମେ ଯେମିତି କହୁଛୁ ହୁ ଇଜ ଦ ସ୍ମଲେଷ୍ଟ ପ୍ଲାନେଟ ମର୍କ୍ୟୁରୀ ହୁ ଇଜ ଦ ରେଡ୍ ପ୍ଲାନେଟ ମାନେ ହଟେଷ୍ଟ ପ୍ଲାନେଟ ଭେନସ୍ ହଁ ସେମିତି ଆମେ ୟୁରେନସ୍ କୁ କଣ କହିବା ୟୁରାନ୍ସ ବହୁତ ଦୂରରେ ଅଛି ସେ ସବୁଠୁ କୋଲ୍ଡ ପ୍ଲାନେଟ ହେଲା କି ନାହିଁ ଜୁପିଟର ଆ ପୂର୍ବରୁ ଥିଲା ୟୁରାନ୍ସ କୋଲ୍ଡ ବହୁତ ଥଣ୍ଡା ଅନୁଭବ ହେଉଛି କାହିଁକି ଥଣ୍ଡା ଅନୁଭବ ହେଉଛି ନା ସୂର୍ଯ୍ୟଙ୍କର କିରଣ ସେଠି ପହଞ୍ଚି ପାରୁନି ପହଞ୍ଚି ପାରୁନି କଣ ଭାବିଲ ଯେତିକି ସନଲାଇଟ୍ ମର୍କ୍ୟୁରୀ ଫିଲ୍ କରୁଥିବ ସେତିକି ସନଲାଇଟ୍ କ ଆର୍ଥ ଫିଲ୍ କରୁଛି କି ନା ସେତିକି ସନଲାଇଟ୍ ଜୁପିଟର ଫିଲ୍ କରୁଛି ନା ସେତିକି ସନଲାଇଟ୍ କିଏ ସତର୍ଣ୍ଣ ଫିଲ୍ କରୁଛି ନା ଏମାନେ ବହୁତ ଦୂରରେ ଅଛନ୍ତି ନା ତ ଏଠି ଥଣ୍ଡା ହିଁ ଫିଲ୍ ହେଉଥିବ ଏଠି ସବୁ ଆଇସି ହ୍ୱାଇଟ୍ ଦେଖାଯାଉଛି ମାନେ କ'ଣ ତାମାନେ ଇଏ ଆଇସି ଥିବ ଏଠି ବୁଝୁଛୁ ନା ଆଉ କିଛି ଅନ୍ୟ ଗ୍ୟାସ୍ ବି ଥିବ ଶୁଭୁଛି ଆରେ yes sir ଏଟା ବହୁତ ଦୂରତାରେ ସେମାନେ ଅଛନ୍ତି ସାର୍ ପୋଲାର କହ ଷ୍ଟାର ମାନେ କଣ? ଏଟା ପୋଲାର ଷ୍ଟାର ନୁହଁ ତାକୁ ଆମେ କହନ୍ତି ପୋଲ୍ ଷ୍ଟାର କାହିଁକି କହନ୍ତି ନା ଆମ ଆର୍ଥର ଦୁଇଟା ପୋଲ୍ ଅଛି ଆର୍ଥର ତାକୁ ପୋଲ୍ ଷ୍ଟାର ଆମେ ଏଇଥିପାଇଁ କହନ୍ତି ନର୍ଥ ଷ୍ଟାରକୁ ନା ଆମ ଆର୍ଥର ଦୁଇଟା ପୋଲ୍ ଅଛି ଗୋଟେ ହେଉଛି କି ପୋଲ୍ ନର୍ଥ ପୋଲ୍ ଆଉ ଗୋଟେ ହେଉଛି ସାଉଥ ପୋଲ୍ ସାଉଥ ପୋଲ ଯେହେତୁ ଯେହେତୁ ଆମର ଯୋଉ ନର୍ଥ ଷ୍ଟାର ରହିଲା କି ଷ୍ଟାର ଯୋଉ ନର୍ଥ ଷ୍ଟାର ଯୋଉ ରହିଲା ଯେହେତୁ ସିଏ ଆମର କୋଉ ଡିରେକ୍ସନଟା ଦେଖାଏ ସେ ଆମକୁ ନର୍ଥ ଡିରେକ୍ସନ ଦେଖାଏ ତାହେଲେ ଗୋଟେ ଡିରେକ୍ସନ ଦେଖାଉଛି ମାନେ ସେଇଟାକୁ ନର୍ଥ ପୋଲ୍ ବୋଲି କନସିଡର କରାହେଉଛି ଯେହେତୁ ସେ ଆମକୁ ଗୋଟେ ପୋଲ୍ ବିଷୟରେ ଡିରେକ୍ସନ ଦଉଛି ବା ଗୋଟେ ଦିଗ ବିଷୟରେ ଆମେ ଡିରେକ୍ସନ ଦଉଛି ସେଥିପାଇଁ ଆମେ ତାକୁ ସେ ନର୍ଥ ଷ୍ଟାରକୁ ଆମେ କହୁଛନ୍ତି ପୋଲ୍ ଷ୍ଟାର ବୁଝୁଛି ନା ନାହିଁ yes sir ଆରେ ଓକେ ତାପରେ ପାର୍ଥ କହ ପାର୍ଥ Sir, sir, it is slightly flattened and cold. ତା ମାନେ କ'ଣ? it is slightly flattened at the poles ତା ମାନେ ତୁ ଦେଖିଛୁ କମଳା ଦେଖିଛୁ କମଳା ଅରେଞ୍ଜ ଖାଇଛୁ ଆରେ ଆଚ୍ଛା ଗୋଟେ ଅରେଞ୍ଜ ଆଣିବୁ ହେଲା ଆଚ୍ଛା ଗୋଟେ କ୍ରିକେଟ ବଲ୍ ଦେଖିଛୁ କ୍ରିକେଟ ଖେଳିଥିବୁ କ୍ରିକେଟ ବଲ୍ଟା କେମିତି ଦେଖିବାକୁ କ୍ରିକେଟ ବଲ୍ଟା ଏଇ ଟାଇପ୍ର ସର୍କୁଲାର ଦେଖିବାକୁ ବୁଝିପାରୁଛୁ କି ନାହିଁ ଓକେ ପୃଥିବୀ ଆମର ଏଇଭଳିଆ ସର୍କୁଲାର ନୁହଁ ପୃଥିବୀ କ'ଣ ନା ଏଇ ଯୋଉ କ୍ରିକେଟ ବଲ୍ଟା ଯେମିତି ଦେଖାଯାଉଛି ପୃଥିବୀ ସେଇଭଳିଆ ବଟ୍ ତାଙ୍କ ଭିତରେ ଗୋଟିଏ ଡିଫରେନ୍ସ ହେଉଛି କ'ଣ ତାର ଯୋଉ ପୋଲ୍ ପାଖରେ ସେ କ'ଣ ହେଇଥିବ ସ୍ଲାଇଟଲି ଫ୍ଲାଟେଣ୍ଡ ହେଇଥିବ ଫ୍ଲାଟେଣ୍ଡ ମାନେ ବୁଝିପାରୁଛ କି ନାହିଁ ଏଇ ଟାଇପ୍ର ହେଇଥିବ ଦେଖାଯାଉଛି ନା ନାହିଁ ତା ପୋଲ୍ ପାଖରେ ଏଠି ଯେମିତି ପୁରା ସର୍କୁଲାର ମ୍ୟାନର ଅଛି ତା ସେପ୍ଟା ଟିକେ ଫ୍ଲାଟ୍ ମାନେ ସମତଳ ଟିକେ ହେଇଥିବ ପୋଲ୍ଟା ଏଇ ଟାଇପ୍ର ଗୋଟେ କ୍ରିକେଟ ବଲ୍ ସହିତ ଗୋଟେ ଅରେଞ୍ଜର କମ୍ପାରିଜନ କରିବେ ବୁଝୁଛୁ ନା ନାହିଁ ଅରେଞ୍ଜର ଟପ୍ ପୋର୍ସନ ଟିକେ ଫ୍ଲାଟ୍ ହେଇନଥିବ ବୁଝିବା ନା ଏଇ ଜାଗାଟା ନର୍ଥ ପୋଲ୍ ଗୋଟେ ହେଉଛି ନର୍ଥ ପୋଲ୍ ଆଉ ଗୋଟେ ହେଉଛି ସାଉଥ ପୋଲ୍ ସେଥିପାଇଁ ଆମେ ତାକୁ କହନ୍ତି କ'ଣ ଜିଓଇଡ୍ କହନ୍ତି ସ୍ଲାଇଟଲି ଫ୍ଲାଟେଣ୍ଡ ହେଇଥିବ ବୁଝିପାରୁଛ ନା ସ୍ଲାଇଟଲି ଫ୍ଲାଟେଣ୍ଡ ମାନେ କ'ଣ ହାଲକା କି ଟିକେ ପତଳା ସମତଳ ହେଇଥିବ ସେଠି ଏଠି ପୁରା ସର୍କୁଲାର ନ ହେଇକି ଏଇଟା ହେଉଛି ତମର କ୍ରିକେଟ ବଲ୍ ଏଇଟା ହେଉଛି ତୁମର ଅରେଞ୍ଜଟା ଏଇ ଟାଇପ୍ର ହେଇଥିବ ତ ଠିକ୍ ଆର୍ଥର ସେପ୍ଟା ସେଇ ଟାଇପ୍ର ବୁଝୁଛୁ ଆରେ Yes, sir. ବିଭାସ ଦାସ କହ ସାର୍ ହୁଁ ସୌରଜଗତରେ ତ ଗ୍ୟାସ୍ ତାହେଲେ ଜୁପିଟର ସାଟର୍ନ ୟୁରାନସ୍ ଆଉ ନେପଚୁନ ସବୁ ବନିଲେ କେମିତି ସେମାନେ ତ ଗ୍ୟାସ୍ ସେମାନେ ବା ଦେଖ ପ୍ରଥମ କଥା ହେଉଛି ଏଇ ଯୋଉ ପ୍ଲାନେଟ୍ସ ରହିଲା ଭେନସ୍ ଆର୍ଥ ମର୍କ୍ୟୁରୀ ଆଉ ମାର୍ସ ଏଗୁଡ଼ା ସବୁ ରକ୍ସରେ ତିଆରି ଏଇ ଯୋଉ ପ୍ଲାନେଟ୍ସ ଗୁଡ଼ା କୋଉଥିରେ ତିଆରି ନା ଗ୍ୟାସ୍ରେ ତିଆରି କେମିତି ବନିଲେ ସେଟା ସୃଷ୍ଟି ତ ବନେଇଛି ବୁଝିପାରୁଛି କି ନାହିଁ ଗୁଡ଼ା ଅନେକ ଗୁଡ଼ିଏ ଗ୍ୟାସ୍ରେ ହିଁ ପ୍ଲାନେଟ୍ ତିଆରି କେମିତି ମିଶିଲେ ହାଉ କ୍ୟାନ୍ ଆଇ ସେ ସେଥିପାଇଁ ତୁମକୁ ଆହୁରି ଜିଓଲୋଜିଷ୍ଟ ସେମାନେ କହିପାରିବେ ଯେଉଁମାନେ ସ୍ପେସ୍ ବିଷୟରେ ଆକ୍ଚୁଆଲି ଯେଉଁମାନେ ସେ ପଢ଼ୁଛନ୍ତି ସେମାନେ ହିଁ କହିପାରିବେ କେମିତି ବନିଲେ ହେଲା ଏତିକି ଜାଣ ଏଇସବୁ ପ୍ଲାନେଟ୍ସ ଗୁଡ଼ା କୋଉଥିରେ ତିଆରି ନା ଗ୍ୟାସ୍ରେ ତିଆରି ଏ ଗ୍ୟାସ୍ରେ ତିଆରି ଏ ପ୍ଲାନେଟ୍ ଗ୍ୟାସ୍ରେ ତିଆରି ଅନେକ ଗୁଡ଼ିଏ ଗ୍ୟାସ୍ରେ ମିଶିକି ଗୋଟେ ସବୁ ହେଇଛି ଏ ପ୍ଲାନେଟ୍ସ ବୁଝୁଛୁ ନା ନାହିଁ Yes. ଓକେ ଗ୍ୟାସ୍ ଆଉ ଲିକ୍ୱିଡ୍ ମିଶିକି ହେଇଛି ଓକେ
खाली गैस नो, गैस एंड लिक्विड, Yes. गैस एंड लिक्विड, गैस एंड लिक्विड। ओके तापर कुआडे गला देखिया किए किए गला। ओजस ओजस कहलु, ओजस ओजस आउथरे कह ओजस। सर हाँ हमर एट को काहे कि यूनिक प्लांट को जाए। ना आर्थ को हम एथिपाई यूनिक प्लैनेट कहती जे जो 8टा प्लैनेट्स अच्छी से 8टा प्लैनेट्स रे जीव जगत बंचिबा संभव नुहे हैला। आर्थ रे जीव जगत अच्छी बुझुची कि नहीं कहीं ना आर्थ रे जीवन बंचिला भली जो कंडीशंस जेमती कि कौन ना ऑक्सीजन आउ कौन ना वाटर, तो ये सब आर्थ रे पाती जो जीव जगत पॉसिबल। यही सब जिनिस अन्य कोठी नहीं, अन्य को प्लैनेट से नहीं, से मैं आर्थ को कहते यूनिक प्लैनेट। बुझुछु ना? यस सर, अरे ओके थैंक यू सर। ओके आ कोड गले छुआ छुआ मोर के गले मेघवाना मेघवाना कह। Sir, my doubt is पृथ्वी टिके दूर माने सूर्य थिले समर होजी आउट टिके बहुत दूर रहिले विंटर होजी ताले पृथ्वीटा कोड थिले वर्षा ऋतु हबा। देख डिस्टेंस पाखापाखि सेम रहिबो सब, बुझुछि कि नहीं। वर्षा हबार कारण होछि कोन सिंपल, जेते वर्षा पई कि सर्टेन कंडीशन हे जिवो सेते बेले वर्षा हबो, बुझुछ ना नहीं। तो वर्षा बेले एक्चुअली देख सूर्य तुम भाबुछ कि वर्षा बेले सनलाइट आम पृथ्वी रे सिना पड़े नहीं, बट पृथ्वी ऊपर सनलाइट आसे, पृथ्वी पाखु सनलाइट आसे, किंतु पृथ्वी आटमोस्फियर रे कोन हुए ना पृथ्वी आटमोस्फियर रे क्लाउड रहि जाते। तो से क्लाउड टा सनलाइट को पास करके आर्थ पर पके दिए हमको लगे सूर्य नहांती, बट सन रे सब बेले आसुची, क्लाउड टा कवर कर रखी दिए का सन रेज को आर्थ पर पके दिए नहीं। बुझी बुझी ना नहीं। सेते बेले कौन हुए मैं कथा टी सुनो, सेते बेले कौन हुए ना आर्थ जो वर्षा कथा कहूछ प्रथम କଥା वर्षा ପାଇଁ ତାର ଫେଭरेबल कंडीशन हवा दरकार। कौन ना आटमोस्फियर रे जो समर सीजन रे खरा दिने जो पृथ्वी बहुत पाखर थी सूर्यंकर से जो सब वाटर गुड़ा एभापोरेट होइतिबो बाष्पीभूत होइतिबो से कोठी थिबो ना आटमोस्फियर थिबो। बुझुछि कि नहीं। आटमोस्फियर से वाटर वेपर रहिला, जलीय बाष्प रहिला, जेते बेले से सुइटेबल कंडीशन पाइबे से आटमोस्फियर जो जलीय बाष्प बा वाटर वेपर गुड़ा कहबे ना मिसिकी छोट छोट वाटर ड्रॉपलेट रे कन्वर्ट हो जिवे। जेते से वाटर ड्रॉपलेट हेवी हो जिवे से वर्षा आकार जोर आकार पड़े सिंपल। बुझी। तो वर्षा पे सर्टेन कंडीशन अलग सेते बेले भी से सूर्य पाखरे थाए, बट क्लाउड से सन रे को पकई दिए पृथ्वी ऊपर। आमको नॉर्मली कौन फील करती आम कहते सूर्य आसुनी, बट सूर्य सन रे सब बेले आसुची कि नहीं। दिन हो सन रे आसुची ना दिन आमको देखा जाते दिन हुआ राति ही जाता, किंतु क्लाउड वर्षा हेले क्लाउड टा से सन रे को छापी दिए माने लुचेक रखी दिए। प्रज्ञान प्रज्ञान कह प्रज्ञान एस्ट्रोनॉट बेल्ट कोन आउ थोड़े कह। एस्ट्रोनॉट बेल्ट माने कोन। एस्टेरॉइड बेल्ट कहबी अच्छी और अनेक जिन पढ़ा एस्टेरॉइड बेल्ट जे जाइनी पुणी आसंता काली कहबी एस्टेरॉइड बेल्ट कौन एस्टेरॉइड्स मेटेरियल्स कौन कहबी आसंता काली। ठीक अच्छे ओके से किसी एक्चुअली कौन कहल माने छोट छोट माने कहीपर जमी आमर जमी से प्लानेट्स मानकर कौन कहीपर एस्टेरॉइड्स माने माने अनेक गुड़िए प्लानेट्स आगुरी कौन आहरी भी अनेक छोट माने स्पेस रे छोट छोट डॉर्बिस थिला कहते वेस्ट गुड़ा से बाड़ा बाड़ी होगी बड़ बड़ पत्थर से माने से एक्जाक्टली आम प्लानेट्स कहबानी तो प्लानेट्स मान टे साइज छोट छोट रक्स से गुड़ा गोटे ऑर्बिट रे रोटेट होती आम एस्टेरॉइड्स कहते आम पढ़िया। ठीक है आगू पढ़िया बुझ नहीं। आगुरी देख आम जिते सब प्लानेट्स देखुच कि सोलार सिस्टम देखुच ए प्लानेट्स गुड़ा केमती दुटा बिग ऑब्जेक्ट एक्चुअली बाडाबाड़ी होगी कॉलिजन होगी सब फॉर्मेशन होता भितर एस्टेरॉइड सेमती होची छोट छोट रक्स है एगुड़ा सब गोटे बेल्ट रे गोटे गोटे पाथ रे सब मिसिकी सन चारिपटे रोटेट कर स्पेशली देखा जाती जुपिटर एस्टेरॉइड्स अच्छी
ହେଲା ତନ୍ମୟୀ କହ ତନ୍ମୟୀ ଶୁଭୁଛି କହୁନୁ ରେ ହ୍ୟାଲୋ ତନ୍ମୟୀ ନାୟକ ତୋ ହାତଟା କାହିଁ ଟେକିଛୁ ଆଚ୍ଛା ତାପରେ କହ ଦିବ୍ୟଜ୍ୟୋତି ଭଟ୍ଟ ସାର୍ ମର୍କ୍ୟୁରୀ ମାର୍ସ ଆଣ୍ଡ ଭେନିସ୍ ର ଅର୍ଥ କଣ? ହେଲେ ଅର୍ଥ ନୁହଁ ତୁମ ନାଁଟା ହଉଛି ଦିବ୍ୟଜ୍ୟୋତି ଭଟ୍ଟ ତୁମକୁ ଚିହ୍ନିବା ପାଇଁ ତମ ବାବା ମା ରଖିଛନ୍ତି ଦିବ୍ୟଜ୍ୟୋତି ଭଟ୍ଟ ମନେକର ସେଇଭଳିଆ ତମ ଗାଁରେ ଆହୁରି 4 ଜଣଙ୍କ ନାଁ ଥାନ୍ତା ଦିବ୍ୟଜ୍ୟୋତି ଭଟ୍ଟ ଆମେ 4 ଜଣଙ୍କୁ ଡାକିଥାନ୍ତେ ତାହେଲେ କଣ ହେଇଥାନ୍ତା କିଏ ଶୁଣିଥାନ୍ତା ତୁମେ 4 ଜଣ ଯାଉଛ 4 ଜଣ ଯାକ ଶୁଣିଥାନ୍ତେ ତାହେଲେ ସମସ୍ତଙ୍କ ନାଁଟା ୟୁନିକ୍ ବା ସେ ଅଲଗା ଅଲଗା କାହିଁକି ରଖାହେଇଛି ନା ତାଙ୍କୁ ଆମେ ଚିହ୍ନିବା ପାଇଁ ସେମିତି ତାଙ୍କ ନାଁଟା ଦିଆହେଇଛି ମର୍କ୍ୟୁରୀ ବୁଝୁଛୁ ନା ନାହିଁ ତାଙ୍କ ନାଁ ମର୍କ୍ୟୁରୀ ଜଣ ଜଣଙ୍କ ନାଁ ଆମେ ଜାଣିବା ପାଇଁ ତାର ମାନେ କିଛି ନାହିଁ ମର୍କ୍ୟୁରୀର ମାନେ କ'ଣ ମୁଁ କହିପାରିବି ମର୍କ୍ୟୁରୀ ଗୋଟେ ମେଟାଲ ବି ଅଛି ତ ସେ ପ୍ଲାନେଟଟାକୁ ଆମେ ମର୍କ୍ୟୁରୀ କହନ୍ତି ହେଲା ଭେନସ୍ ତାର ନାଁଟା ସେ ପ୍ଲାନେଟର ନାଁଟାକୁ ଭେନସ୍ କହନ୍ତି ଓକେ ଶତାବ୍ଦୀ ଦେବତା କହ କରେ ଶତାବ୍ଦୀ କ୍ୱିକ୍ Yes, sir. କହ How planets are formed? ପ୍ଲାନେଟ୍ସ ଗୁଡ଼ା କେମିତି ଫର୍ମ ହେଇଛନ୍ତି ଆଚ୍ଛା ପ୍ଲାନେଟ୍ସ ଗୁଡ଼ା ଯୋଉ ଫର୍ମ ହେଇଛନ୍ତି ବିଲିଭ୍ କରାଯାଏ ବହୁତ ପୂର୍ବରୁ କିଛି ଗୋଟେ ଦିଟା ଅବଜେକ୍ଟ କଲିଜନ ହେଇକି ଏ ଯୋଉ ପ୍ଲାନେଟ୍ ଫର୍ମେସନ୍ ହେଇଛି ବା ଆମର ସୋଲାର ସିଷ୍ଟମ ବା ଆମ ଗ୍ୟାଲାକ୍ସି ଫର୍ମେସନ୍ ହେଇଛି ବୁଝୁଛୁ ନା ନାହିଁ ଓକେ ତା ଭିତରୁ ଏଇ ଯୋଉ ମର୍କ୍ୟୁରୀ ଭେନସ୍ ଆର୍ଥ ଏଗୁଡ଼ା ସବୁ ରକ୍ସ ତିଆରି ହେଲା ଏଗୁଡ଼ା ସବୁ ରକ୍ସ ଏଇ ଯୋଉ ଆମର ରହିଲା ବାକି ଯୋଉ ପ୍ଲାନେଟ୍ ସେଗୁଡ଼ା ସବୁ ଗ୍ୟାସ ତିଆରି କେମିତି ଫର୍ମ ହେଇଛି ସେଗୁଡ଼ା ଜାଣିବା ପାଇଁ ୟୁ ହାଭ୍ ଟୁ ଷ୍ଟଡି ଇନ୍ ସ୍ପେସ୍ ସାଇନ୍ସ ତୁମକୁ ସ୍ପେସ୍ ସାଇନ୍ସ ବିଷୟରେ ପଢ଼ିବାକୁ ପଡ଼ିବ ଶୁଭୁଛି